ଜୟ ଜଗନ୍ନାଥ ପ୍ରଭୁ। ସମସ୍ତ ଓଟିଇଟି ପେପର 1 ଆଣ୍ଡ ପେପର 2 ଆସ୍ପିରାଣ୍ଟକୁ ଓଡ଼ିଶା ଟେଟ୍ କ୍ରାକର ୱାଇଟି ପ୍ଲାଟଫର୍ମରେ ମୁଁ ସ୍ୱାଗତ ଜଣାଉଛି। ଆଜିର କ୍ଲାସରେ ଆମେ ଓଟିଇଟି 2024କୁ ବେସ୍ କରି ଆଉଟ୍ ଅଫ୍ ସିଲାବସ୍ରୁ ପେପର 1 ହେଉ କିମ୍ବା ପେପର 2ରେ ଯେଉଁ ସବୁ ପ୍ରଶ୍ନଗୁଡ଼ିକ ଆସିଥାଏ ସେ ରିଗାର୍ଡ଼ିଂ ଆମେ ଡିସ୍କସ୍ କରିବା। ତେବେ ଚାପ୍ଟର ରହିବ ଟାଇପ୍ସ ଅଫ୍ କୋଶ୍ଚିନ୍, ଯାହାକି ମୁକ୍ତ ଉତ୍ତରମୂଳକ ପ୍ରଶ୍ନ ଓ ବସ୍ତୁନିଷ୍ଠ ପ୍ରଶ୍ନର ପ୍ରକାରଭେଦ। ତେବେ ଆଶା କରେ ଆଜିର କ୍ଲାସ୍ ପରେ ଆପଣଙ୍କର ଆଉ କିଛି ବି ଡାଉଟ୍ ରହିବ ନାହିଁ। ଯଦି ବି କିଛି ଡାଉଟ୍ ରହେ ତେବେ ନିଶ୍ଚିନ୍ତ କମେଣ୍ଟ ସେକ୍ସନରେ କମେଣ୍ଟ କରିକି ପଚାରି ପାରିବେ ଏବଂ ମୁଁ ଆପଣଙ୍କୁ ସଜେଷ୍ଟ କରିବି କି କ୍ଲାସ୍କୁ ଅଧାରୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚିନ୍ତ ଆପଣଙ୍କୁ ବୁଝା ପଡ଼ିବ। ତେବେ ଡେରି ନ କରି ଚାଲନ୍ତୁ କ୍ଲାସ୍କୁ ଷ୍ଟାର୍ଟ କରିବା ଏବଂ ତା ପୂର୍ବରୁ କହି ରଖିବି କି ଯଦି ଆପଣ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଭିଜିଟ୍ କରୁଥାନ୍ତି ତେବେ ନିଶ୍ଚିନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କ୍ଲାସ୍ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ। ତେବେ ପ୍ରଥମେ ଦେଖିବା କି ମୂଲ୍ୟ ନିର୍ଦ୍ଧାରଣ କୌଶଳ ଓ ସାଧନୀ। ଏ ପ୍ରଶ୍ନଗୁଡ଼ିକ ସାଧାରଣତଃ ଆପଣଙ୍କର ଓଟିଇଟି ପେପର 1 ଏବଂ ପେପର 2ର ଲାଙ୍ଗୁଏଜ ଓଡ଼ିଆ ଏବଂ ସିଡିପି ବା ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିରେ ହିଁ ଦେଖିବାକୁ ମିଳିଥାଏ। ତେବେ ପ୍ରଥମେ ଦେଖିବା କି ମୂଲ୍ୟ ନିର୍ଦ୍ଧାରଣ କୌଶଳ କ'ଣ ଓ ସାଧନୀ କ'ଣ। ବିଶେଷତଃ ପ୍ରାଥମିକ ସ୍ତରରେ ବିଜ୍ଞାନର ମୂଲ୍ୟ ନିର୍ଦ୍ଧାରଣ ପାଇଁ ପରୀକ୍ଷଣ, ପର୍ଯ୍ୟବେକ୍ଷଣ, ପ୍ରକଳ୍ପ କାର୍ଯ୍ୟ ଓ କୃତି ପରୀକ୍ଷଣ ଇତ୍ୟାଦି କୌଶଳ ଅବଲମ୍ବନ କରାଯାଇଥାଏ। ତେବେ ମନେ ରଖିବେ କି କୌଶଳ କେଉଁଗୁଡ଼ିକ ଆପଣଙ୍କର ଯଦି ଆମେ ଦେଖିବା ତାହେଲେ ପେପର 1 ପେପର 2ରେ ମଧ୍ୟ ଏ ରିଗାର୍ଡ଼ିଂ କୋଶ୍ଚିନ୍ ଆସିଛି। ତେବେ ମନେ ରଖିବେ ପରୀକ୍ଷଣ ହେଲା କି ପର୍ଯ୍ୟବେକ୍ଷଣ, ପ୍ରକଳ୍ପ କାର୍ଯ୍ୟ, କୃତି ପରୀକ୍ଷଣ ଏସବୁ ଗୋଟିଏ ଗୋଟିଏ କୌଶଳ। ଏବଂ ଯଦି ଆମେ ଦେଖିବା ସାଧନୀ କ'ଣ ନା ପରୀକ୍ଷଣ ଯେମିତି ଗୋଟିଏ କୌଶଳ ଅନ୍ତର୍ଗତ, ଠିକ୍ ସେହିପରି ପରୀକ୍ଷଣର ସାଧନୀ ହିସାବରେ ଆମେ ନେଇପାରିବା ପ୍ରଶ୍ନପତ୍ରକୁ ବା କୋଶ୍ଚିନାରୀକୁ ଆମେ ଗୋଟେ ସାଧନ ହିସାବରେ ଗ୍ରହଣ କରିପାରିବା। ଠିକ୍ ସେହିପରି ପର୍ଯ୍ୟବେକ୍ଷଣକୁ ଯଦି ଆମେ କୌଶଳ ରୂପେ ଗ୍ରହଣ କଲେ ତେବେ ପର୍ଯ୍ୟବେକ୍ଷଣର ସାଧନୀ କ'ଣ ହୋଇପାରିବ ନା ଘଟଣା ବିବରଣୀ, ଫର୍ଦ୍ଦ, ରେଟିଂ ସ୍କେଲ୍, ଦେନ୍ ଆପଣଙ୍କର ରହିବ ତନଖି ତାଲିକା, ଚେକଲିଷ୍ଟ, ପର୍ଯ୍ୟବେକ୍ଷଣ ଫର୍ଦ୍ଦ ଏବଂ ସାକ୍ଷାତକାର ଫର୍ଦ୍ଦ। ଏଗୁଡ଼ିକ ଗୋଟିଏ ଗୋଟିଏ ଆମେ କହିପାରିବା କି ପର୍ଯ୍ୟବେକ୍ଷଣର ସାଧନୀ। ଆଶା କରୁଛି ନିଶ୍ଚିନ୍ତ ଆପଣଙ୍କୁ ବୁଝା ପଡ଼ୁଥିବ। ଦେନ୍ ଦେଖିବା ଉପଲବ୍ଧି ପରୀକ୍ଷଣର ପ୍ରଶ୍ନ। ତ ପ୍ରଶ୍ନପତ୍ର ସାଧାରଣତଃ ଆପଣଙ୍କର ଦୁଇ ପ୍ରକାର ହୋଇଥାଏ, ମନେ ରଖିବେ। ଗୋଟିଏ ହେଉଛି ମୁକ୍ତ ଉତ୍ତରମୂଳକ ପ୍ରଶ୍ନ ବା ଫ୍ରି ରେସ୍ପନ୍ସ କୋଶ୍ଚିନ୍, ଯାହାକୁ ଆମେ ଓପନ୍ ଏଣ୍ଡେଡ୍ କୋଶ୍ଚିନ୍ ବୋଲି କହିଥାନ୍ତି, ଏବଂ ଅନ୍ୟଟି ହେଉଛି ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ ବା ଫିକ୍ସଡ ରେସ୍ପନ୍ସ କୋଶ୍ଚିନ୍। ଯେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଫିକ୍ସଡ ଥାଏ ବା ନିର୍ଦ୍ଦିଷ୍ଟ ଥାଏ ତାକୁ ଆମେ ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ କହିଥାନ୍ତି। ଦେନ୍ ଆମେ ବୁଝିବା କି ମୁକ୍ତ ଉତ୍ତରମୂଳକ ପ୍ରଶ୍ନ ଅନ୍ତର୍ଗତ କେଉଁଗୁଡ଼ିକ ଏବଂ ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ କେଉଁଗୁଡ଼ିକ। ତ ପ୍ରଥମେ ଦେଖିବା କି ମୁକ୍ତ ଉତ୍ତରମୂଳକ ପ୍ରଶ୍ନ କ'ଣ। ମୁକ୍ତ ଉତ୍ତରମୂଳକ ପ୍ରଶ୍ନ ଏ ପ୍ରକାର ପ୍ରଶ୍ନର ଉତ୍ତର ପରୀକ୍ଷାର୍ଥୀ ନିଜ ଇଚ୍ଛା ଅନୁସାରେ ନିଜସ୍ୱ ଶୈଳୀରେ ଦେଇଥାଏ। ପରୀକ୍ଷାର୍ଥୀ ନିଜର ଚିନ୍ତା ଶକ୍ତି ଓ ଯୁକ୍ତି ଶକ୍ତି ବଳରେ ଉତ୍ତର ଦିଏ ଏବଂ ନିଜର ସୃଜନୀ ଶକ୍ତିର ପ୍ରୟୋଗ କରେ। ତ ମୋଟାମୋଟି ଭାବେ ଆମେ କହିବାକୁ ଗଲେ ପରୀକ୍ଷାର୍ଥୀର ଏଠି ସ୍ୱାଧୀନତା ଥାଏ, କାରଣ ତା ନିଜସ୍ୱ ଶୈଳୀରେ ସେ ପ୍ରଶ୍ନର ଉତ୍ତର ଗୁଡ଼ିକ ଦେଇଥାଏ। ଏବଂ ଏ ପ୍ରକାର ପ୍ରଶ୍ନରେ ବିଷୟବସ୍ତୁ ସମାନ ଥିଲେ ମଧ୍ୟ ଭାଷାର ଶୈଳୀ, ଉପସ୍ଥାପନା ଶୈଳୀ, ବାକ୍ୟ ଗଠନ ଶୈଳୀ ପରୀକ୍ଷାର୍ଥୀର ନିଜସ୍ୱ। କାରଣ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ମଧ୍ୟରେ ବିଭିନ୍ନତା ଅଛି ବା ଆମେ କହିପାରିବା କି ଇଣ୍ଡିଭିଜୁଆଲ ଡିଫରେନ୍ସ ଅଛି। ତେଣୁ ସମସ୍ତେ ନିଜ ନିଜ ଭାଷାରେ ଏବଂ ନିଜର ବାକ୍ୟ ଗଠନ ଶୈଳୀରେ ପ୍ରଶ୍ନଗୁଡ଼ିକର ଉତ୍ତର ଉପସ୍ଥାପନା କରିଥାନ୍ତି। ଏବଂ ଏ ପ୍ରକାର ପ୍ରଶ୍ନର ଉତ୍ତରରେ ପରୀକ୍ଷାର୍ଥୀର ମୌଳିକତାର ପରିଚୟ ମିଳେ। ଏ ପଏଣ୍ଟକୁ ମନେ ରଖିବେ। କୋଶ୍ଚିନ୍ ଆସିଛି କି କେଉଁ ପ୍ରକାର ପ୍ରଶ୍ନରେ ପରୀକ୍ଷାର୍ଥୀର ମୌଳିକତାର ପରିଚୟ ମିଳିଥାଏ। ଦେନ୍ ଦେଖିବା ଏସବୁ ଧାରଣା ଆମେ ପୂର୍ବ କ୍ଲାସରେ ପଢ଼ିଛନ୍ତି ମଧ୍ୟ। ଦେନ୍ ଦେଖିବା କି ଏଠି କିଛି ଏକ୍ଜାମ୍ପଲକୁ ଆମେ ଯଦି ଓଭରଲୋକ୍ କରିବା, ବିଜ୍ଞାନଗାରରେ ଅମ୍ଳଜାନ କିପରି ପ୍ରସ୍ତୁତ କରିବ ଚିତ୍ର ସହ ଆଲୋଚନା କର। ଦେନ୍ ହେଲା ପ୍ରଶ୍ନ ନମ୍ବର 2, ଅଣୁ ଓ ପରମାଣୁ ମଧ୍ୟରେ କି କି ପାର୍ଥକ୍ୟ ଅଛି? ତୁମେ ଜାଣିଥିବା ଦୁଇଟି ଧାତୁର ନାମ ଲେଖ। ଗଛର ଡ୍ୟାସ୍ ଦେଇ ମାଟିରୁ ଜଳ ପତ୍ରକୁ ଆସେ। ତ ଏଠି କୋଶ୍ଚିନ୍ ନମ୍ବର ଯଦି ଆମେ ଦେଖିବା, ପ୍ରଥମ କୋଶ୍ଚିନ୍, ଦ୍ୱିତୀୟ କୋଶ୍ଚିନ୍ ଏବଂ ତୃତୀୟ କୋଶ୍ଚିନ୍ର ଉତ୍ତର ପରୀକ୍ଷାର୍ଥୀ ନିଜସ୍ୱ ମତରେ ଦେଇଥାଏ, କାରଣ ପ୍ରତ୍ୟେକ ଶିକ୍ଷାର୍ଥୀ ଭିନ୍ନ ଭିନ୍ନ ଢଙ୍ଗରେ ତାଙ୍କର ଉପସ୍ଥାପନା କରିଥାନ୍ତି। କିନ୍ତୁ ପ୍ରଶ୍ନ ନମ୍ବର 4 ଯଦି ଆମେ ଦେଖିବା, ଗଛର ଡ୍ୟାସ୍ ଦେଇ ମାଟିରୁ ଜଳପତ୍ରକୁ ଆସେ, ତାର ଉତ୍ତର ଯଦି ଆମେ ଦେଖିବା ନିର୍ଦ୍ଦିଷ୍ଟ। ତ ଉତ୍ତରର ଦୀର୍ଘତାକୁ ଯଦି ଭିତ୍ତି କରି ମୁକ୍ତ ଉତ୍ତରମୂଳକ ପ୍ରଶ୍ନକୁ ଆମେ କ'ଣ ନା 3 ଭାଗରେ ବିଭକ୍ତ କରିଛନ୍ତି। ତ କ'ଣ କ'ଣ ସେଗୁଡ଼ାକୁ ଡିସ୍କସ୍ କରିବା। ଉତ୍ତରର ଦୀର୍ଘତାକୁ ତ ପ୍ରଥମେ ଦେଖିବା କି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ, ଦ୍ୱିତୀୟରେ ରହିଲା କି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଏବଂ ତୃତୀୟରେ ରହିଲା କି
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ବା ଯାହାକୁ ଆମେ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ବୋଲି କହିଥାନ୍ତି। ତେବେ ପ୍ରଥମେ ଦେଖିବା ପୁଣି କି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ କ'ଣ? ଏ ପ୍ରକାର ପ୍ରଶ୍ନର ମୂଳ ଲକ୍ଷ୍ୟ ହେଉଛି ପରୀକ୍ଷାର୍ଥୀ ନିଜ ଭାଷାରେ ନିଜସ୍ୱ ଶୈଳୀରେ ଉତ୍ତର ଦେବା ଓ ଉତ୍ତରରେ ତାଙ୍କର ମୌଳିକତା ପ୍ରକାଶ ପାଇବାର ସୁଯୋଗ ଥାଏ। ବା କହିପାରିବା କି ଶିକ୍ଷାର୍ଥୀ ସ୍ୱାଧୀନ ଭାବେ ସେ ପ୍ରଶ୍ନର ଉତ୍ତର ଦେଇଥାଏ। ଯେପରିକି ଗୋଟେ ଉଦାହରଣ ଦେଇଛି, ଜଳ ଦୂଷିତ ହେବାର କାରଣ ଲେଖ ଏବଂ ଏହାର ନିରାକରଣର ଉପାୟ ବିଷୟରେ ଉଲ୍ଲେଖ କର। ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ନିଜ ଢଙ୍ଗରେ ବା ନିଜ ନିଜ ଶୈଳୀରେ ସେମାନେ ପ୍ରଶ୍ନର ଉତ୍ତର ଦେଇଥାନ୍ତି। ଯଦି ଆମେ ଦେଖିବା ତାପରେ କି ଜଳ କିପରି ଦୂଷିତ ହୁଏ ଏହାର 4ଟି ମୁଖ୍ୟ କାରଣ ଲେଖ। ଦେନ୍ ଦେଲା ପରେ କି ଜଳ ଦୂଷିତ ନ ହେବା ପାଇଁ 4ଟି ପଦକ୍ଷେପ ଉଲ୍ଲେଖ କର। ତ ଏଠି କ'ଣ ହେଇଛି କି 4ଟି ମୁଖ୍ୟ କାରଣ ଲେଖ ଏବଂ ଖରେ ଯଦି ଦେଖିବା ଜଳ ଦୂଷିତ ନ ହେବା ପାଇଁ 4ଟି ପଦକ୍ଷେପ ଉଲ୍ଲେଖ କର। ତ ଏଠି ଆପଣ ବୁଝନ୍ତୁ କି ଏଠି ମେନସନ୍ କରାଗଲା କି ତମେ ଅଧିକ କିଛି ଲେଖିବାର ଆବଶ୍ୟକତା ନାହିଁ, କେବଳ ହିଁ 4ଟି ତାର ମୁଖ୍ୟ କାରଣ ଗୁଡ଼ିକ ଲେଖ। ତ ଯେହେତୁ ଏଠି ପ୍ରଶ୍ନକୁ ଅ, ଆମେ କହିପାରିବା କି ଗୋଟେ ସୀମା ଦିଆଗଲା, ତେଣୁ ଆମେ ଏହାକୁ କହିପାରିବା କି ସୀମିତ ଉତ୍ତରମୂଳକ ପ୍ରଶ୍ନ। ତ ଏଠାରେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନଟିକୁ ଆମେ କେତେକ ସୀମିତ ଉତ୍ତରମୂଳକ ପ୍ରଶ୍ନରେ ଭାଗ କଲେ। ତ ବେଳେବେଳେ ମଧ୍ୟ କ୍ୱେଶ୍ଚିନ୍ ଆସିଥାଏ କି ସୀମିତ ଉତ୍ତରମୂଳକ ପ୍ରଶ୍ନ କ'ଣ? ଯେତେବେଳେ ଗୋଟିଏ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନକୁ ଆମେ କିଛି ମେନସନ୍ କରିବା କି 50ଟି ଶବ୍ଦରେ ଲେଖ, ସପୋଜ୍ 50ଟି ଶବ୍ଦରେ ଲେଖ କିମ୍ବା ନଦୀ ବଢ଼ିର ଦୃଶ୍ୟ 500ଟି ଶବ୍ଦରେ ଲେଖ। ତ ଏମିତି ଯଦି ମେନସନ୍ ଥିବ, ତାହେଲେ ଆପଣ ଜାଣିଯିବେ କି ଇଏ ଗୋଟିଏ କି ନା କ'ଣ ନା ଗୋଟେ ଗୋଟେ ସୀମିତ ଉତ୍ତରମୂଳକ ପ୍ରଶ୍ନ। ଆଶା କରୁଛି ନିଶ୍ଚିନ୍ତ ଆପଣ କ୍ଲିୟର ହେଇଯାଇଥିବେ ଏବଂ ପୂର୍ବ ପ୍ରଶ୍ନ ଅପେକ୍ଷା ଏହି ପ୍ରଶ୍ନଗୁଡ଼ିକରେ ଉତ୍ତରର ମାର୍ଗ ପ୍ରାଞ୍ଜଳ। ଉତ୍ତର ଲେଖିଲା ବେଳେ ପରୀକ୍ଷାର୍ଥୀ ପୂର୍ବ ଭଳି ସ୍ୱାଧୀନତା ପାଆନ୍ତି। ସୁତରାଂ ପରୀକ୍ଷକଙ୍କ ବ୍ୟକ୍ତିତ୍ୱ ଏ ପ୍ରଶ୍ନର ଉତ୍ତରକୁ ପୂର୍ବ ଭଳି ପ୍ରଭାବିତ କରିବ ନାହିଁ। ଏବଂ ମନେ ରଖିବେ କି ମୁକ୍ତ ଉତ୍ତରମୂଳକ ପ୍ରଶ୍ନରେ ଏଠି କ'ଣ ନା ଆମେ ବ୍ୟକ୍ତିନିଷ୍ଠତା ଦେଖିବାକୁ ପାଇଥାନ୍ତି। ତ ବ୍ୟକ୍ତିନିଷ୍ଠତା କ'ଣ? ନା ବ୍ୟକ୍ତିନିଷ୍ଠତା କହିଲେ ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ନିଜ ଭାଷାରେ ବା ନିଜସ୍ୱ ଶୈଳୀରେ ଏବଂ ସେମାନେ ଉତ୍ତର ପ୍ରକାଶ କରିଥାନ୍ତି ଏବଂ ଶିକ୍ଷକ ତାଙ୍କର ବ୍ୟକ୍ତିନିଷ୍ଠତା ସେଠି ଜାହିର କରିଥାନ୍ତି ଯେତେବେଳେ ମୂଲ୍ୟାୟନ କରିଥାନ୍ତି। ଆପଣମାନେ ଜାଣିଥିବେ କି ଯେତେବେଳେ ମ୍ୟାଟ୍ରିକ୍ ଏକ୍ଜାମ୍ ହଉ କିମ୍ବା ଯେକୌଣସି ଏକ୍ଜାମ୍ ହଉ, ଯଦି ମୁକ୍ତ ଉତ୍ତରମୂଳକ ପ୍ରଶ୍ନର ମୂଲ୍ୟାୟନ କରାଯାଇଥାଏ, ଜଣେ ଶିକ୍ଷକ ବିଭିନ୍ନ ଶିକ୍ଷାର୍ଥୀକୁ ବିଭିନ୍ନ ଢଙ୍ଗରେ ତାଙ୍କର ମୂଲ୍ୟାୟନ କରିଥାନ୍ତି ଖାତାକୁ, ବା ଆମେ କହିପାରିବା କି ପରୀକ୍ଷାର ଖାତାକୁ ଜଣେ ଶିକ୍ଷାର୍ଥୀ 10 ମାର୍କର ମୁକ୍ତ ଉତ୍ତରମୂଳକ ପ୍ରଶ୍ନର ଯଦି ମୂଲ୍ୟାୟନ କରିବାର ଅଛି, ତାହେଲେ ଜଣକୁ 8 ଦେଇଥିବା ବେଳେ ଅନ୍ୟ ଜଣକୁ ମନେକର 7 ଦେଇଥାନ୍ତି କିମ୍ବା ଜଣକୁ 9 ମଧ୍ୟ ଦେଇଥାନ୍ତି। ତ ଏଥିରେ କ'ଣ ହେଉଛି ନା ଏଇ ପ୍ରକାର ମୁକ୍ତ ଉତ୍ତରମୂଳକ ପ୍ରଶ୍ନରେ ଶିକ୍ଷକଙ୍କର ବ୍ୟକ୍ତିନିଷ୍ଠତା ଏଠିରେ ପ୍ରକାଶ ପାଇଥାଏ। କାରଣ ବିଭିନ୍ନ ଶିକ୍ଷାର୍ଥୀଙ୍କର ବିଭିନ୍ନ ମାଧ୍ୟମରେ ଯେପରିକି ତାଙ୍କର ଶୈଳୀ ପ୍ରକାଶ କରିବାର ଶୈଳୀ, ତାଙ୍କର ସ୍ୱାଧୀନତା ସେଠି ଜାହିର କରିଥାନ୍ତି। ତେଣୁ ସେଠି ଆମେ କହିପାରିବା କି ଶିକ୍ଷକଙ୍କର ବ୍ୟକ୍ତିନିଷ୍ଠତା ଉପରେ ନିର୍ଭର କରେ କି ତାଙ୍କର ମୂଲ୍ୟାୟନ କିପରି କରାଯିବ। ଏବଂ ମନେ ରଖିବେ ମୁକ୍ତ ଉତ୍ତରମୂଳକ ପ୍ରଶ୍ନରେ ଗୁଡ଼ିକରେ ବ୍ୟକ୍ତିନିଷ୍ଠତା ଥାଏ ଏବଂ ଯଦି ଆମେ ଦେଖିବା କି ଆପଣଙ୍କର ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ ଗୁଡ଼ିକରେ ବସ୍ତୁନିଷ୍ଠତା ଥାଏ। ତେଣୁ ଦେଖିବା ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ କ'ଣ? ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ପରିସର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ପରିସର ଠାରୁ ସଂକ୍ଷିପ୍ତ ଓ ସୀମିତ। ମନେ ରଖିବେ ଏହି ପଏଣ୍ଟ ଗୁଡ଼ିକ। ଏହି ପ୍ରଶ୍ନର ଉତ୍ତର ମୂଲ୍ୟ 2 ବା 3 ନମ୍ବର। ଏହି ପ୍ରଶ୍ନର ଉତ୍ତର 2-3ଟି ବାକ୍ୟରେ ଦେବାକୁ ପଡ଼େ। ଏବଂ ନମ୍ବର 3 ଦେଲା କି ଏଭଳି ପ୍ରଶ୍ନର ଉତ୍ତରରେ ବ୍ୟକ୍ତିନିଷ୍ଠତା କମ୍ ଥିବାରୁ ଉତ୍ତରର ମୂଲ୍ୟାଙ୍କନ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ତୁଳନାରେ ସହଜ। ପ୍ରସଙ୍ଗଟିକୁ ଆଚ୍ଛାଦିତ କରି ପ୍ରଶ୍ନ ପଚାରିବା ବା ପ୍ରସଙ୍ଗର ମୁଖ୍ୟ ମୁଖ୍ୟ ଅଂଶରୁ ପ୍ରଶ୍ନ ପଚାରିବା ପାଇଁ ଏଥିରେ ସୁଯୋଗ ଥାଏ। ତ ମୋଟାମୋଟି ଭାବେ କହିବାକୁ ଗଲେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଠାରୁ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ କ'ଣ ନା ମୂଲ୍ୟାଙ୍କନ କରିବାରେ ସୀମିତତା ଥାଏ ଏବଂ ସଂକ୍ଷିପ୍ତ ଥାଏ। ଦେନ୍ ଦେଖିବା କି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ବା ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ କ'ଣ? ମନେ ରଖିବେ କି ଏହି ଶ୍ରେଣୀର ପ୍ରଶ୍ନର ଉତ୍ତର ଏକ ଶବ୍ଦ, ସଂଖ୍ୟା, ସଂକେତ, ଏକ ଶବ୍ଦପୁଞ୍ଜ ବା ଏକ ବାକ୍ୟରେ ଦେବାକୁ ପଡ଼େ। ସାଧାରଣତଃ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ 1 ନମ୍ବର ବିଶିଷ୍ଟ ହୋଇଥାଏ, ମାତ୍ର ଏଠାରେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଦେବାରେ ସ୍ୱାଧୀନତା ଥାଏ। ବସ୍ତୁନିଷ୍ଠ ପ୍ରଶ୍ନଗୁଡ଼ିକରେ ମଧ୍ୟ ଆମେ 1 ନମ୍ବରର ସମ୍ବଳିତ ଥାଏ ପ୍ରଶ୍ନର ଯଦି ଆମେ ମୂଲ୍ୟାଙ୍କନ କରିଥାନ୍ତି, କିନ୍ତୁ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ବା ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ମଧ୍ୟ କ'ଣ ନା
ଯଦି ଆମେ ଦେଖିବା ପ୍ରଶ୍ନ 1 ନମ୍ବର ବିଶିଷ୍ଟ ହୋଇଥାଏ। କିନ୍ତୁ କଣ ନା ପରୀକ୍ଷାର୍ଥୀଙ୍କୁ ଉତ୍ତର ଦେବାରେ ସ୍ୱାଧୀନତା ଥାଏ। କିନ୍ତୁ ବସ୍ତୁନିଷ୍ଠ ପ୍ରଶ୍ନ ଯଦି ଆପଣଙ୍କୁ ପଚାରିଲା ତାହେଲେ ସେଠି କଣ ନା ସ୍ୱାଧୀନତା ନଥାଏ। ପ୍ରଶ୍ନର ଉତ୍ତର ଦେବାରେ ସ୍ୱାଧୀନତା ନଥାଏ। ଏଇ ପଏଣ୍ଟକୁ ଆଉ ଟିକେ ମନେ ରଖିବେ। ବ୍ୟକ୍ତି କେନ୍ଦ୍ରିକତା ଠାରୁ ବସ୍ତୁ କେନ୍ଦ୍ରିକତା ମାତ୍ରା ଅଧିକ ଥାଏ। କେଉଁ ପ୍ରକାର ପ୍ରଶ୍ନରେ? ନା କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନରେ। ସେଥିପାଇଁ ମୂଲ୍ୟାଙ୍କନ ସୁବିଧାଜନକ ହୋଇଥାଏ। କାରଣ ଏଥିରେ ଯଦି ଦେଖିବା ବ୍ୟକ୍ତି କେନ୍ଦ୍ରିକତା କମ୍ ଥାଏ। ତେଣୁ ଏଠି ବସ୍ତୁ କେନ୍ଦ୍ରିକତାର ମାତ୍ରା ଅଧିକ ଥାଏ। ଯେହେତୁ କଣ ଆମେ କହିପାରିବା କି ପ୍ରତ୍ୟେକ ପ୍ରଶ୍ନର ଯଦି ଉତ୍ତରର ଆମେ ଦେଖିବା ମୂଲ୍ୟାୟନ 1 ନମ୍ବର ଥାଏ ବା ମୂଲ୍ୟାଙ୍କନ 1 ନମ୍ବର ସମ୍ବଳିତ ଥାଏ। ଦେନ୍ ମୁଭ୍ କରିବା ଏଇଗୁଡ଼ିକ। ଏକ ଯୋଜ୍ୟତା ବିଶିଷ୍ଟ ମୋଟିଏ ମୌଳିକର ନାମ ଲେଖ। ଏକ ସଦିଶ ରାଶିର ଉଦାହରଣ ଦିଅ। ଦ୍ୱିବୀଜପତ୍ର ପତ୍ରୀ ଉଦ୍ଭିଦ କାହାକୁ କୁହାଯାଏ? ତ ଏସବୁ ଗୋଟିଏ ଗୋଟେ ଆମେ କହିପାରିବା କି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ଉଦାହରଣ। ଏବଂ ଏଠି ଆମେ ଯଦି ଆଉ କିଛି ଡିଟେଲରେ ଦେଖିବା କି ମୁକ୍ତ ଉତ୍ତରମୂଳକ ପ୍ରଶ୍ନରେ ପରୀକ୍ଷାର୍ଥୀ ନିଜସ୍ୱ ଶୈଳୀରେ ଉତ୍ତର ଦେଇଥାଏ। ଉତ୍ତରରେ ପରୀକ୍ଷାର୍ଥୀର ମୌଳିକତା ପ୍ରକାଶ ପାଇଥାଏ। ଭାବ ପ୍ରକାଶ କରିବା ସୃଜନ ଶକ୍ତିର ବିକାଶଶୀଳ ଏ ପ୍ରକାର ପ୍ରଶ୍ନର ଆବଶ୍ୟକତା ଥାଏ। ଯାହାକି ମୁକ୍ତ ଉତ୍ତରମୂଳକ ପ୍ରଶ୍ନ ଆମେ ଡିସ୍କସ୍ କରିକି ଅଲରେଡି ଆସିଲେଣି। ଏସବୁ ପ୍ରଶ୍ନର ଉତ୍ତରରେ ବ୍ୟକ୍ତିନିଷ୍ଠତା ଥାଏ। ଯାହାକି ମୁଁ ଆପଣଙ୍କୁ ଏକ୍ସାମ୍ପଲ ମାଧ୍ୟମରେ ବୁଝେଇଲି କି ଜଣେ ଶିକ୍ଷକ ବିଭିନ୍ନ ଶିକ୍ଷାର୍ଥୀକୁ ବିଭିନ୍ନ ଢଙ୍ଗରେ ମାର୍କ ଦେଇଥାନ୍ତି। ଏବଂ ଦୀର୍ଘ ଉତ୍ତର ଠାରୁ ସଂକ୍ଷିପ୍ତ ଉତ୍ତର ଏବଂ ସଂକ୍ଷିପ୍ତ ଉତ୍ତର ଠାରୁ ଅତି ସଂକ୍ଷିପ୍ତ ଉତ୍ତରରେ ବ୍ୟକ୍ତିନିଷ୍ଠତା କମ୍ ଥାଏ। ତ ଧୀରେ ଧୀରେ ଯେତିକି ପ୍ରଶ୍ନର ମୂଲ୍ୟାଙ୍କନ କମ୍ ଥାଏ ସେତିକି ବ୍ୟକ୍ତିନିଷ୍ଠତା ମଧ୍ୟ କମ୍ ଥାଏ। ଆଶା କରୁଛି ମୁକ୍ତ ଉତ୍ତରମୂଳକ ପ୍ରଶ୍ନର ପ୍ରକାରଭେଦ ସମସ୍ତେ କ୍ଲିୟର ହେଇଯାଇଥିବେ। ଦେନ୍ ମୁଭ୍ କରିବା ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ ବା ଯାହାକୁ ଆମେ ବସ୍ତୁନିଷ୍ଠ ପ୍ରଶ୍ନ ବୋଲି କହିଥାନ୍ତି। ତ ବସ୍ତୁନିଷ୍ଠ ପ୍ରଶ୍ନ କଣ? ଏସବୁ ପ୍ରଶ୍ନର ଉତ୍ତର ନିର୍ଦ୍ଦିଷ୍ଟ ଓ ଅନନ୍ୟ। ଅନନ୍ୟ ମାନେ ନିର୍ଦ୍ଦିଷ୍ଟ ଥାଏ ବା ଗୋଟିଏ ଥାଏ। ଏସବୁ ପ୍ରଶ୍ନର ଉତ୍ତର ମଧ୍ୟ ଏକ ଶବ୍ଦ, ଏକ ସଂକେତ ବା ଏକ ସଂଖ୍ୟାରେ ଦେବାକୁ ପଡୁଥିବାରୁ ଏହା ଏକ ଓ ଅଦ୍ୱିତୀୟ। କାରଣ ସମସ୍ତଙ୍କର ପ୍ରଶ୍ନର ଉତ୍ତର ହିଁ ସମାନ ଥାଏ। ଦେନ୍ ଆପଣ ଏବେ କନଫ୍ୟୁଜ ହେବେ କି ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ମଧ୍ୟ ତ ସେମିତି ଥିଲା କି ଏକ ଶବ୍ଦ, ଏକ ସଂକେତ ବା ଏକ ସଂଖ୍ୟାରେ ଦେବାକୁ ପଡୁଥିବା ର ହୋଇଥାଏ ବା ଆପଣ କହିପାରିବେ କି ସେଇ ସମାନ ତ ଫର୍ମରେ ଥାଏ। କିନ୍ତୁ ସେମିତି ନଥାଏ। ସେଠି ସ୍ୱାଧୀନତା ଥାଏ। କିନ୍ତୁ ଏଠି ସ୍ୱାଧୀନତା ନଥାଏ। ଏକ୍ସାମ୍ପଲ ନେଲେ ଆପଣମାନେ ବୁଝିପାରିବେ କି ସପୋଜ ଏକ୍ସାମ୍ପଲ ମୁଁ ଦେବି କି 4 ଯୋଗ ଡ୍ୟାସ୍ ସମାନ 9 9 ଆମେ କରିପାରିବା। 4 ଯୋଗ ଡ୍ୟାସ୍ ସମାନ 9। ତ ଏଠି ଆପଣ 5 ନିଶ୍ଚିନ୍ତ ଦେବେ। କାରଣ 4 ରେ 5 ଯୋଗ ହେଲେ 9 ହବ। ଏବଂ ଯଦି ଆମେ ଏଠି ୟାକୁ କହିପାରିବା କି 4 ଯୋଗ ଡ୍ୟାସ୍ ସମାନ 9 ୟାକୁ ଆମେ କହିପାରିବା କି ଗୋଟେ ବସ୍ତୁନିଷ୍ଠ ପ୍ରଶ୍ନ। କିନ୍ତୁ ସେଇ ସମାନ ଯଦି ଦିଆଗଲା ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଯଦି ଆମେ ଦେଖିବା ଡ୍ୟାସ୍ ଯୋଗ ଡ୍ୟାସ୍ ସମାନ 9। ତ ଏଇ କ୍ଷେତ୍ରରେ ଜଣେ ଏଠି ତାଙ୍କ ଇଚ୍ଛା ସ୍ୱାଧୀନତା ଅଛି। ଜଣେ ଶିକ୍ଷାର୍ଥୀର ସେ ଏଠି 6 ଦେଇପାରେ ବା ଏଠି 3 ଦେଇପାରେ। ମେ ବି ଜଣେ 7 ଯୋଗ 2 ସମାନ 9 କରିପାରେ। ତ ୟାକୁ ଆମେ କହିପାରିବା କି ଗୋଟିଏ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। ତ ଆଶା କରୁଛି ନିଶ୍ଚିନ୍ତ କ୍ଲିୟର ହେଇଯାଇଥିବେ। ବସ୍ତୁନିଷ୍ଠ ପ୍ରଶ୍ନ ଏବଂ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନରେ ବେଳେବେଳେ କନଫ୍ୟୁଜ ଆସିଥାଏ। ଦେନ୍ ମୁଭ୍ କରିବା କି ଏସବୁ ପ୍ରଶ୍ନର ବ୍ୟକ୍ତିନିଷ୍ଠତା ଆଦୌ ନଥିବାରୁ ଏହି ଶ୍ରେଣୀର ପ୍ରଶ୍ନକୁ ବସ୍ତୁନିଷ୍ଠ ପ୍ରଶ୍ନ କୁହାଯାଏ। କାରଣ ଆମେ ଯଦି ଦେଖିବା ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନରେ ବ୍ୟକ୍ତିନିଷ୍ଠତା ନଥାଏ। କିନ୍ତୁ କଣ ଥାଏ ନା ବସ୍ତୁନିଷ୍ଠ ପ୍ରଶ୍ନ ବା ବସ୍ତୁନିଷ୍ଠତା ଥାଏ। ସାଧାରଣତଃ ଏ ପ୍ରଶ୍ନର ଉତ୍ତର ମୂଲ୍ୟ 1 ନମ୍ବର ରଖାଯାଇଥାଏ। ସୂର୍ଯ୍ୟର ନିକଟତମ ଗ୍ରହର ନାମ। ତ ଏଠି ଯେଉଁ ଡ୍ୟାସ୍ ରହିଲା ଯଦି ଆମେ ପୂରଣ କରିବା ତାହେଲେ ୟାର ନିର୍ଦ୍ଦିଷ୍ଟ ଉତ୍ତର ଗୋଟିଏ ଅଛି ଯାହାକି ସମସ୍ତ ଶିକ୍ଷାର୍ଥୀ ଏହାକୁ ପୂରଣ କରିପାରିବେ ଏବଂ ସମସ୍ତଙ୍କର ଉତ୍ତର ସମାନ ଥାଏ। ତେଣୁ ଆମେ ଏହାକୁ କହିପାରିବା କି ଗୋଟେ ବସ୍ତୁନିଷ୍ଠ ପ୍ରଶ୍ନ। ତେଣୁ ଦେଖିବା ସୂର୍ଯ୍ୟର ନିକଟତମ ଗ୍ରହର ନାମ। ଏହି ପ୍ରକାର ପ୍ରଶ୍ନକୁ ଉପରୋକ୍ତ ଦୁଇ ପ୍ରକାର ବାଟରେ ପ୍ରସ୍ତୁତ କରିବାର ସୁବିଧା ଥିବାରୁ ଏହି ପ୍ରକାର ପ୍ରଶ୍ନକୁ ସାଧାରଣତଃ ଦୁଇ ଶ୍ରେଣୀରେ ଭାଗ କରାଯାଏ। ଯଥା ଉତ୍ତର ଯୋଗାଇବା ପ୍ରକାର ବା ଆମେ କହିପାରିବା କି ସପ୍ଲାଏ ଟାଇପ୍ ଏଣ୍ଡ ଉତ୍ତର ଚୟନ ପ୍ରକାର। ଦେନ୍ ଦେଖିବା କି କଣ ସପ୍ଲାଏ ଟାଇପ୍ ଏଣ୍ଡ ସିଲେକ୍ସନ ଟାଇପ୍ କ୍ୱେଶ୍ଚିନ୍। ବେଳେବେଳେ ଆପଣଙ୍କର ଲାଙ୍ଗୁଏଜ ଇଂଲିଶରେ ମଧ୍ୟ ପ୍ରଶ୍ନପତ୍ରକୁ ନେଇକି ଆସିଥାଏ। ତ ଉତ୍ତର ଯୋଗାଇବା ପ୍ରକାର କଣ ଏବଂ ଉତ୍ତର ଚୟନ ପ୍ରକାରର କଣ? ପ୍ରଥମେ ଦେଖିବା ଉତ୍ତର ଯୋଗାଇବା ପ୍ରକାର କଣ?
ପ୍ରଶ୍ନ ପ୍ରକାର ଗୋଟେ ରହିଲା, ଦେନ୍ ରହିଲା ପୂର୍ତ୍ତି ବା ସମାପନ ପ୍ରକାର ଏବଂ ଉକ୍ତି ବା ବିବୃତ୍ତି ପ୍ରକାର। ଏ ତିନୋଟିକୁ ମନେ ରଖିବେ। ପ୍ରଶ୍ନ ପ୍ରକାର, ପୂର୍ତ୍ତି ବା ସମାପନ ପ୍ରକାର, ଉକ୍ତି ବା ବିବୃତ୍ତି ପ୍ରକାର। ତ କଣ କଣ? ପ୍ରଶ୍ନ ପ୍ରକାର ଯଦି ଦେଖିବା, ମାଛ ତାର କେଉଁ ଅଙ୍ଗ ଦ୍ୱାରା ଶ୍ୱାସକ୍ରିୟା କରିଥାଏ? ତ ଏଠି କଣ ହେଲା ନା ଗୋଟେ ପ୍ରଶ୍ନ ପଚରାଯାଇଛି ଏବଂ ଶେଷରେ ଗୋଟିଏ ପ୍ରଶ୍ନବାଚକ ଚିହ୍ନ ଦିଆଯାଇଛି। ତ ୟାକୁ ଆମେ କହିବା ନା କଣ? ଗୋଟେ ପ୍ରଶ୍ନ ପ୍ରକାର। କାରଣ ଏମିତି ପ୍ରଶ୍ନ ପଚରାଗଲା ଯାହାକି ତାର ଉତ୍ତର ଯୋଗାଇବା ପାଇଁ ଆମେ କହିପାରିବା କି ଉତ୍ତର ଯୋଗାଇବା ପରି ସେ ସେନ୍ସ ଦଉଥିବାରୁ ତାକୁ ଆମେ କହିପାରିବା କି ଗୋଟେ ପ୍ରଶ୍ନ ପ୍ରକାର। ଏବଂ ପ୍ରଶ୍ନ ପ୍ରକାର ପ୍ରଶ୍ନରେ ସବୁବେଳେ ମନେ ରଖିବେ ଶେଷରେ ଗୋଟିଏ ପ୍ରଶ୍ନବାଚକ ଚିହ୍ନ ଥାଏ। ଦେନ୍ ଦେଖିବା ପୂର୍ତ୍ତି ବା ସମାପନ ପ୍ରକାର। ଏକ ସମୟରେ ବସ୍ତୁ ଅତିକ୍ରମ ଦୂରତାକୁ ଡ୍ୟାସ୍ କୁହାଯାଏ। କାରଣ ଯଦି ଆମେ ଏଠି ଶୂନ୍ୟସ୍ଥାନ ପୂରଣ କରିବା ତାହେଲେ ଏ ସମ୍ପୂର୍ଣ୍ଣ ବାକ୍ୟଟିର ଅର୍ଥ ଅ, ପ୍ରକାଶ ପାଇବ। ଏକ ସମୟରେ ବସ୍ତୁ ଅତିକ୍ରମ ଦୂରତାକୁ ଯେଉଁ ଶୂନ୍ୟସ୍ଥାନ ଦେଇଛି ସେଠି ଆମେ ପୂରଣ କରିଥାନ୍ତି। ତ ଏମିତି ପ୍ରଶ୍ନ ଯଦି ଆସିଲା ତାହେଲେ ଆପଣ କହିପାରିବେ କି ପୂର୍ତ୍ତି ବା ସମାପନ ପ୍ରକାରର। ନେକ୍ସଟ ରହିଲା କି ଉତ୍ତର ଯୋଗାଇବା ପ୍ରକାରର, ଉକ୍ତି ବା ବିବୃତ୍ତି ପ୍ରକାରର। ତ ଏକ୍ସାମ୍ପଲ ନେଇକି ବୁଝିବା। ସମସ୍ଥାନିକ ଉଦ୍ଯାନର ନ୍ୟୁକ୍ଲିୟସର ପ୍ରୋଟନ ସହ ଏକ ନ୍ୟୁଟ୍ରନ ରହିଲେ ସେହି ଉଦ୍ଯାନକୁ କଣ କୁହାଯାଏ? ଉପରୋକ୍ତ ତିନୋଟି ପ୍ରଶ୍ନର ଉତ୍ତର ଦିଆଯାଏ ନାହିଁ। ମାତ୍ର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏକ ନିର୍ଦ୍ଦିଷ୍ଟ ଶବ୍ଦ ଯାହାକୁ ପରୀକ୍ଷାର୍ଥୀ ବୁଝି ମନେ ପକାଇ ଉତ୍ତର ଦେବାକୁ ପଡ଼େ। ଏହି ପ୍ରକାର ପ୍ରଶ୍ନର ମଧ୍ୟ ଅସୁବିଧା ରହିଛି। କଣ କଣ? ନା ଯଦି ଦେଖିବା, ସମୟ ସମୟ ପ୍ରଶ୍ନର ଉତ୍ତର ଏକ ନିର୍ଦ୍ଦିଷ୍ଟ ଶବ୍ଦ ହୋଇପାରେ ନାହିଁ। ଫଳରେ ପ୍ରଶ୍ନଟି ନିର୍ଦ୍ଦିଷ୍ଟ ଉତ୍ତରମୂଳକ ନ ହୋଇ ମୁକ୍ତ ଉତ୍ତରମୂଳକ ହୋଇଯାଏ। ଉଦାହରଣ ଯେପରି ଆପଣଙ୍କର କହିପାରିବେ, ଅମ୍ଳଜାନ ଡ୍ୟାସରେ ସହାୟକ ହୋଇଥାଏ। ତ ବେଳେବେଳେ କଣ ହୁଏ ନା, ଦେଖନ୍ତୁ ଏଇ ଯୋଉ ପ୍ରଶ୍ନକୁ ଆମେ ଦେଖିବା, ଯଦି ଯେଉଁ ପ୍ରଶ୍ନ ଦିଆଯାଇଛି କି ଅମ୍ଳଜାନ ଡ୍ୟାସରେ ସହାୟକ ହୋଇଥାଏ, ଆମେ କହିପାରିବା କି ଶ୍ୱାସକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ। ତ ଏଇ ପ୍ରକାର ପ୍ରଶ୍ନରେ କଣ ହୁଏ ନା, ଅମ୍ଳଜାନ ଦହନ, ଶ୍ୱାସକ୍ରିୟା, ରାସାୟନିକ ପ୍ରତିକ୍ରିୟା ଇତ୍ୟାଦିରେ ସହାୟକ। ଏ କ୍ଷେତ୍ରରେ ଉତ୍ତରକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଠିକ ଉତ୍ତର ସହ କେତେକ ବିକ୍ଷେପକ ଦେବାକୁ ପଡ଼େ ଏବଂ ପରୀକ୍ଷାର୍ଥୀକୁ 3-4ଟି ଉତ୍ତର ମଧ୍ୟରୁ ଠିକ ଉତ୍ତରଟି ବାଛି ଉତ୍ତର ଦେବାକୁ ହୁଏ। ଯେପରିକି ଅମ୍ଳଜାନ କେବଳ ଯେ ଦହନ ପ୍ରକ୍ରିୟାରେ ସହାୟକ ହୁଏ ସେମିତି ନଥାଏ, ରାସାୟନିକ ପ୍ରତିକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ ଏବଂ ଶ୍ୱାସକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ ଏହି ପ୍ରକାର ପ୍ରଶ୍ନରେ ବେଳେବେଳେ ଏସବୁ ସମସ୍ୟା ଦେଖାଯାଇଥାଏ। ତ ଏଠାରେ ପରୀକ୍ଷାର୍ଥୀ ଇଚ୍ଛା ଅନୁସାରେ ଉତ୍ତର ଦେଇପାରିବ ନାହିଁ। ଆଲୋକ ସଂଶ୍ଳେଷଣ ଯଦି ଆମେ ଦେଖିବା, ଏ ଯଦି ଆପଣଙ୍କର ବିକ୍ଷେପକ ଗୁଡାକ ଦେଖିବା ତାହେଲେ କଣ କଣ ନା, ଆଲୋକ ସଂଶ୍ଳେଷଣ ଅଛି, ଦହନ, ବିବନ୍ଧନ। ତ ଯଦି ଏମିତି ଥାଏ ତାହେଲେ ଆଲୋକ ସଂଶ୍ଳେଷଣ ଦହନ ଓ ବିବନ୍ଧନକୁ ବୁଝିବ ଏବଂ ତନ୍ମଧ୍ୟରୁ କେଉଁ ପ୍ରକ୍ରିୟାରେ ଅମ୍ଳଜାନ ଆବଶ୍ୟକ ମନେ ପକାଇ ଉତ୍ତର ଦେବ। ତ ତାର ଅସୁବିଧା କଣ ଜାଣିପାରିଲେ। ଏବଂ ଉତ୍ତର ଚୟନ ପ୍ରକାର ଆମେ ପ୍ରଥମେ ଦେଖିଲେ କି ପ୍ରଶ୍ନ ଉତ୍ତର ଯୋଗାଇବା ପ୍ରକାର। ବର୍ତ୍ତମାନ ଦେଖିବା କି ଉତ୍ତର ଚୟନ ପ୍ରକାର କଣ କଣ। ତ ଉତ୍ତର ଚୟନ ପ୍ରକାର ବସ୍ତୁନିଷ୍ଠ ପ୍ରଶ୍ନ ନିମ୍ନୋକ୍ତ ଶ୍ରେଣୀରୁ ବିଭକ୍ତ କରାଯାଏ। କଣ କଣ? ଉତ୍ତର ଚୟନ ପ୍ରକାରରେ କି କି ଯିବେ ନା, ଦ୍ୱି ବିକଳ୍ପ ଉତ୍ତର ପ୍ରଶ୍ନ, ବହୁ ବିକଳ୍ପ ଉତ୍ତର ପ୍ରଶ୍ନ ଏବଂ ମେଳକ ପ୍ରଶ୍ନ। ତେବେ ପ୍ରଥମେ ଦେଖିବା କି ଦ୍ୱି ବିକଳ୍ପ ଉତ୍ତର ପ୍ରଶ୍ନ କଣ ଏବଂ ତାର ବୈଶିଷ୍ଟ୍ୟ ଗୁଡିକ କଣ କଣ ଅଛି। ଦ୍ୱି ବିକଳ୍ପ ଉତ୍ତରରେ ପ୍ରଶ୍ନର ଦୁଇଟି ସମ୍ଭାବ୍ୟ ଉତ୍ତର ଥାଏ। ଯଥା ଆପଣ ଭୁଲ ଠିକ କହିପାରିବେ କିମ୍ବା ହଁ ନାହିଁରେ, ମିଥ୍ୟା, ସତ୍ୟ ଏସବୁ ଗୁଡିକ ଥାଏ। ଦ୍ୱି ବିକଳ୍ପ ମାନେ ଆପଣ ବୁଝିପାରୁଥିବେ କି କେବଳ ଆପଣଙ୍କ ପାଇଁ ଦୁଇଟି ହିଁ ବିକଳ୍ପ ଥିବ, ଆଇଦର କରେକ୍ଟ ଆଇଦର ରଙ୍ଗ। ତ ଦୁଇଟି ବିକଳ୍ପ ଥିବାରୁ ତାକୁ ଆମେ କୁହାଗଲା କହିଥାନ୍ତି କଣ ନା, ଦ୍ୱି ବିକଳ୍ପ ଉତ୍ତର ପ୍ରଶ୍ନ। ତ ଦ୍ୱି ବିକଳ୍ପ ଉତ୍ତରରେ ପ୍ରଶ୍ନର ଦୁଇଟି ସମ୍ଭାବ୍ୟ ଉତ୍ତର ଥାଏ। ସେଥିରୁ ଗୋଟିଏ ଠିକ ଉତ୍ତର, ଅନ୍ୟଟି ଭୁଲ। ଏହି ଠିକ ବା ଭୁଲ ଶବ୍ଦ ବଦଳରେ ସତ୍ୟ, ମିଥ୍ୟା, ହଁ, ନାହିଁ ଏସବୁକୁ ଆମେ ନେଇପାରିବା। ଆଶା କରୁଛି ନିଶ୍ଚିନ୍ତ ଆପଣ କ୍ଲିୟର ହେଇଯାଇଥିବେ। ଦେନ୍ ମୁଭ୍ କରିବା କି ଉଦାହରଣ, ଘର୍ଷଣ ବସ୍ତୁର ଗତିକୁ ବିରୋଧ କରେ। ତ ଯେଉଁ ବକ୍ସ ଅଛି ଏଠି ଆମେ ମେ ବି ଠିକ ଚିହ୍ନ ଦେଇପାରିବା, ମେ ନଟ୍। ତେଣୁ ଆଶା କରୁଛି ନିଶ୍ଚିନ୍ତ ଆପଣ ଦ୍ୱି ବିକଳ୍ପ ପ୍ରଶ୍ନ କହିଲେ କେବଳ ଆପଣଙ୍କ ପାଖରେ ଦୁଇଟି ହିଁ ବିକଳ୍ପ ଥିବ, ସେଗୁଡ଼ିକୁ ବ୍ୟବହାର କରିପାରିବେ ବା ପ୍ରଶ୍ନର ଉତ୍ତର ଦେଇପାରିବେ। ଦେନ୍ ଦେଖିବା ଦ୍ୱି ବିକଳ୍ପ ଅନୁକ୍ରିୟା ବିଶିଷ୍ଟ ପ୍ରଶ୍ନ ପ୍ରସ୍ତୁତିର ନିୟମାବଳୀ। ତ ନିୟମାବଳୀ କଣ କଣ? ଦ୍ୱି ବିକଳ୍ପ ଅନୁକ୍ରିୟା ପ୍ରଶ୍ନଗୁଚ୍ଛରେ ଯୁଗ୍ମ ସଂଖ୍ୟକ ଅର୍ଥାତ୍ 4, 6, 8, 10 ପ୍ରଶ୍ନ ରହିବ। ସେଥିମଧ୍ୟରୁ ସମାନ ସଂଖ୍ୟକ ଠିକ ଉକ୍ତି ଓ ସମାନ ସଂଖ୍ୟକ ଭୁଲ ଉକ୍ତି ରହିବା ଆବଶ୍ୟକ। ସେହି ଦୁଇ ପ୍ରକାର ଉକ୍ତି ଅନିର୍ଦ୍ଦିଷ୍ଟ ଭାବେ ବିତରିତ ହୋଇ ପ୍ରଶ୍ନପତ୍ରରେ ରହିବ। ନଚେତ୍ ପରୀକ୍ଷାର୍ଥୀ ଠିକ ଉତ୍ତର ନ ଜାଣି କେବଳ ଠିକ ଉତ୍ତର ସଜ୍ଜୀକରଣ ନିୟମ ଜାଣି ଉତ୍ତର ଦେବାରେ ସମର୍ଥ ହୋଇଯିବ। ଯାହା ଫଳରେ
ଉତ୍ତର ନ ଜାଣି ଉତ୍ତର ଦେବାର ସମ୍ଭାବନା 50% ଅଧିକ ହୋଇଯିବ। ମନେ ରଖିବେ ଏ ପଏଣ୍ଟକୁ କି କେଉଁ ପ୍ରକାର ପ୍ରଶ୍ନରେ ଜଣେ ଶିକ୍ଷାର୍ଥୀ ଉତ୍ତର ନ ଜାଣି ଯଦି ସିଏ କେବଳ ଠିକ୍ ଭୁଲ ଏମିତି ନେଇକି ଯଦି କ୍ଲିକ୍ କରିକି ଆସିଲା, ତାହେଲେ କ'ଣ ହୋଇଥାଏ ନା 50% ଅଧିକ ହୋଇଯିବ ବା ସମ୍ଭାବନା ଅଛି। ଏଭଳି ପ୍ରଶ୍ନରେ ଅପ୍ରାସଙ୍ଗିକ ତଥ୍ୟ ରହିବ ନାହିଁ କିମ୍ବା ସାହିତ୍ୟିକ ଭାଷା ବ୍ୟବହାର କରାଯିବ ନାହିଁ। ଅପ୍ରାସଙ୍ଗିକ କହିଲା ମାନେ ଯାହାକି ପ୍ରସଙ୍ଗ ଆଧାରିତ ନଥାଏ ତାକୁ ଆମେ ଅପ୍ରାସଙ୍ଗିକ କହିଥାନ୍ତି। ତ ପ୍ରସଙ୍ଗ ବାହାରର କିଛି ତଥ୍ୟ ରହିନଥିବ ଏବଂ ସାହିତ୍ୟିକ ଭାଷା ମଧ୍ୟ ବ୍ୟବହାର କରାଯିବ ନାହିଁ। ପ୍ରଶ୍ନଗୁଡ଼ିକରେ ସମ୍ଭାବନା ଭିତ୍ତିକ ଯଥା ପ୍ରାୟ, ସାଧାରଣତଃ ଇତ୍ୟାଦି ରହିବ ନାହିଁ। କାରଣ ଇଏ ହେଉଛି ଗୋଟିଏ କ'ଣ ନା ଦ୍ୱିବିକଳ୍ପ ପ୍ରଶ୍ନ। ଉଦାହରଣ ସ୍ୱରୂପ ବର୍ଷା ଜଳ ପ୍ରାୟ ଏକ ବିଶୁଦ୍ଧ ଯୌଗିକ ପଦାର୍ଥ। ତେଣୁ ଏଠି ଯେଉଁ ପ୍ରାୟ ଲାଗିଲା ସେ ପ୍ରାୟ ରହିବ ନାହିଁ। ଯଦି ଆମେ ତାକୁ ଦ୍ୱିବିକଳ୍ପ ପ୍ରଶ୍ନରେ ରୂପାନ୍ତରଣ କରିବା। ମୁଭ୍ କରିବା। ଦେନ୍ କି ଏଇଭଳି ସୁବିଧା କ'ଣ ଏବଂ ତାର ଯଦି ଆମେ ଦେଖିବା ଡିମେରିଟ୍ କ'ଣ, ମେରିଟ୍ କ'ଣ, ତାହେଲେ ଏଭଳି ପ୍ରଶ୍ନ ପ୍ରସ୍ତୁତ କରିବା ସହଜ ହୋଇଥାଏ। ନିର୍ଦ୍ଧାରିତ ପ୍ରାପ୍ତାଙ୍କ ଫର୍ଦ୍ଦ ସାହାଯ୍ୟରେ ଉତ୍ତର ମୂଲ୍ୟାଙ୍କନ ସହଜ ଏବଂ ମୂଲ୍ୟାଙ୍କନ ସ୍ୱଳ୍ପ ସମୟ ଭିତ୍ତିକ। ଅଳ୍ପ ସମୟ ମଧ୍ୟରେ ଏହାକୁ ଆମେ ମୂଲ୍ୟାୟନ କରିପାରିଥାନ୍ତି। ଏଭଳି ପ୍ରଶ୍ନର ଉତ୍ତର ଦେବା ପାଇଁ ପରୀକ୍ଷାର୍ଥୀଙ୍କ ପାଇଁ ଉତ୍ତର ଖାତାର ଆବଶ୍ୟକ ପଡ଼େ ନାହିଁ। କାରଣ ଯେଉଁଠି ପ୍ରଶ୍ନ ଥିବ ସେଇଠି ଠିକ୍ କିମ୍ବା ଭୁଲ, ହଁ କିମ୍ବା ନାହିଁ ଏସବୁ ମାଧ୍ୟମରେ ଜଣେ ଶିକ୍ଷାର୍ଥୀ ଦର୍ଶାଇଥାଏ। ଦେନ୍ ଦେଖିବା ତାର ଡିମେରିଟ୍ କ'ଣ ଅଛି, ଅସୁବିଧା କ'ଣ ଅଛି। ଠିକ୍ ଉତ୍ତର ନ ଜାଣି ପରୀକ୍ଷାର୍ଥୀ ଯଦି ସମସ୍ତ ଉତ୍ତରକୁ ଠିକ୍ ଚିହ୍ନ ବା ଭୁଲ ଚିହ୍ନ ଦ୍ୱାରା ପ୍ରକାଶ କରିବ, ତେବେ ସେ 50% ନମ୍ବର ପାଇଯିବାର ସମ୍ଭାବନା ଥାଏ। ଯଦି ଜଣେ ଶିକ୍ଷାର୍ଥୀ ତାର ଉତ୍ତର ନ ବୁଝିକି କେବଳ ଠିକ୍ କିମ୍ବା ଭୁଲ ଚିହ୍ନ ଦେଇକି ଦର୍ଶାଏ, ତାହେଲେ 50% ନମ୍ବର ପାଇଯିବାର ସମ୍ଭାବନା ଥାଏ। ମନେ ରଖିବେ ଏ ପଏଣ୍ଟକୁ, ଇମ୍ପୋର୍ଟାଣ୍ଟ ଅଛି। ଦେନ୍ ଦେଖିବା ମୂଲ୍ୟ ନିର୍ଦ୍ଧାରଣ ଦ୍ୱାରା ଶିକ୍ଷାର୍ଥୀର ପାଠରେ ରହିଯାଇଥିବା ପ୍ରକୃତ ଦୁର୍ବଳତା ଖୋଜି ପାଇବା ପାଇଁ ଏ ପ୍ରକାର ପ୍ରଶ୍ନ ବ୍ୟବହାର ଉପଯୋଗୀ ହୋଇନଥାଏ। ବା ଆମେ କହିପାରିବା କି ଶିକ୍ଷାର୍ଥୀର ସମସ୍ତ ଦୃଷ୍ଟିକୋଣରୁ ବୌଦ୍ଧିକ ତଥା ଅଣବୌଦ୍ଧିକ ର ପରିମାପନ କରାଯାଇ ପାରିନଥାଏ। ଦେନ୍ ଦେଖିବା କି ବହୁ ବିକଳ୍ପ ପ୍ରଶ୍ନ। ବହୁ ବିକଳ୍ପ ପ୍ରଶ୍ନ ସହିତ ଆମେ ସମସ୍ତେ ଜଡ଼ିତ ଏବଂ ଆପଣ ଓଟିଇଟି ଏକ୍ଜାମ ସାଧାରଣତଃ ଇଏ ମଧ୍ୟ ଗୋଟେ ବହୁ ବିକଳ୍ପ ପ୍ରଶ୍ନ ଆସିଥାଏ ଏବଂ ଏହା ଦ୍ୱାରା ଆମେ ସମସ୍ତେ ଜଡ଼ିତ। ଦ୍ୱି ବିକଳ୍ପ ପ୍ରଶ୍ନର ଅସୁବିଧା ତମେ ଜାଣିଛ। ଏସବୁ ଅସୁବିଧା ବହୁ ବିକଳ୍ପ ପ୍ରଶ୍ନ ମାଧ୍ୟମରେ ଦୂର କରାଯାଇ ପାରିବ। ବହୁ ବିକଳ୍ପ ପ୍ରଶ୍ନରେ ପ୍ରତି ପ୍ରଶ୍ନ ସହ 4 ବା 5ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଥାଏ ଏବଂ ସେଥିମଧ୍ୟରୁ ଗୋଟିଏ ଠିକ୍, ଅନ୍ୟ ଗୁଡ଼ିକ ଭୁଲ ଥାଏ। ଅନ୍ୟ ଉତ୍ତର ଅନ୍ୟ ଭୁଲ ଉତ୍ତରଗୁଡ଼ିକ ପରୀକ୍ଷାର୍ଥୀଙ୍କୁ ଠିକ୍ ଭଳି ମନେହୁଏ। ଅନ୍ୟ ଭୁଲ ଉତ୍ତରକୁ ବିକ୍ଷେପକ କୁହନ୍ତି। ମନେ ରଖିବେ ଏ ପଏଣ୍ଟ ଗୁଡ଼ିକ। ଯଦି ଆମେ ଗୋଟିଏ ବହୁ ବିକଳ୍ପ ପ୍ରଶ୍ନ ଦେଲେ ଏବଂ ଏ, ବି, ସି, ଡି ନେଇକି ଯଦି ଅପସନ୍ ଅଛି ଆପଣଙ୍କର, ତେଣୁ ନିଶ୍ଚିନ୍ତ ଆପଣ ଯଦି ଦେଖିବେ ଗୋଟିଏ ଉତ୍ତର ଆପଣଙ୍କର ସଠିକ୍ ଥାଏ ଏବଂ ଭୁଲ ଉତ୍ତର ଗୁଡ଼ିକୁ କ'ଣ କୁହାଯାଏ ନା ଭୁଲ ଉତ୍ତର ଗୁଡ଼ିକୁ ବିକ୍ଷେପକ ବୋଲି କହନ୍ତି। ତେବେ ଏ ପଏଣ୍ଟକୁ ମନେ ରଖିବେ। ସେଥିମଧ୍ୟରୁ ଠିକ୍ ବା ଅଧିକ ଉପଯୁକ୍ତ ଉତ୍ତରଟିକୁ ଅନ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ବାଛିବାକୁ ବା ନିର୍ବାଚନ କରିବାକୁ ପଡ଼େ। ତେଣୁ ଏ ପ୍ରକାର ପ୍ରଶ୍ନକୁ ମଧ୍ୟ କ'ଣ ନା ବହୁ ନିର୍ବାଚନ ଜାତୀୟ ପ୍ରଶ୍ନ କୁହାଯାଏ। ତ ବହୁ ବିକଳ୍ପ ପ୍ରଶ୍ନର ଅନ୍ୟ ନାମ କ'ଣ? ମନେ ରଖିବେ ବହୁ ନିର୍ବାଚନ ଜାତୀୟ ପ୍ରଶ୍ନ। ଏଭଳି ପ୍ରଶ୍ନ ଜ୍ଞାନ, ବୋଧ, ପ୍ରୟୋଗ ଉପରେ ପଚରାଯାଇପାରେ। ମନେ ରଖିବେ ଏହାକୁ ମଧ୍ୟ ବହୁ ବିକଳ୍ପ ପ୍ରଶ୍ନ ଗୁଡ଼ିକରେ ଯଦି ଆମେ ଦେଖିବା ଜ୍ଞାନ, ବୋଧ, ପ୍ରୟୋଗ ଆଧାରିତ ଥାଏ। ଆଶା କରୁଛି ନିଶ୍ଚିନ୍ତ ଆପଣ କ୍ଲିୟର ହେଇଯାଇଥିବେ। ଦେନ୍ ଦେଖିବା ନିମ୍ନୋକ୍ତ ମଧ୍ୟରୁ କେଉଁଟି ସର୍ବୋତ୍କୃଷ୍ଟ ପ୍ରତିଫଳକ? ଯେପରି କରେ ଦେଲା କି ଷ୍ଟେନଲେସ୍ ଷ୍ଟିଲ୍ ଥାଳି, ଝରକାରେ ଲାଗିଥିବା କାଚ, ଚିକ୍କଣ ମାର୍ବଲ ଚଟାଣ, ସମତଳ ଦର୍ପଣ। ତ ଏଥିରେ କ'ଣ ନା ଜଣେ ଶିକ୍ଷାର୍ଥୀକୁ ସଠିକ୍ ଉତ୍ତର ବାଛିବାକୁ ପଡ଼ିଥାଏ। ତ ଏଠି ଯଦି ଆମେ ଦେଖିବା ଜ୍ଞାନ, ବୋଧ, ପ୍ରୟୋଗର ବ୍ୟବହାର କରାଯାଇଥାଏ। ଏଠାରେ ପରୀକ୍ଷାର୍ଥୀକୁ କ, ଖ, ଗ, ଘ 4ଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ବା ସର୍ବୋତ୍କୃଷ୍ଟ ଉତ୍ତରଟି ବାଛିବାକୁ ପଡ଼େ। ଯେପରିକି ଆପଣ ଯଦି ସିଟେଟ୍ ଏକ୍ଜାମ ଦେଇଥିବେ, ପ୍ରାୟତଃ ଆପଣଙ୍କର ସବୁଠାରୁ ବେଷ୍ଟ ଆନ୍ସର ଯାହା ଥାଏ ତାକୁ ହିଁ ଦେବାକୁ ପଡ଼ିଥାଏ। ମେ ବି ଆପଣଙ୍କର ଗୋଟିଏ କ୍ୱେଶ୍ଚିନରେ 2ଟି ଉତ୍ତର ସଠିକ୍ ଥାଏ, କିନ୍ତୁ ସେଇ 2ଟି ପ୍ରଶ୍ନ ମଧ୍ୟରୁ ଯେଉଁଟି ସର୍ବୋତ୍କୃଷ୍ଟ ଥାଏ ତାକୁ ହିଁ କ୍ଲିକ୍ କରିବାକୁ ପଡ଼ିଥାଏ। ଦେନ୍ ଦେଖିବା ପ୍ରସ୍ତୁତି ନିୟମ କ'ଣ କ'ଣ? ଏ ପ୍ରସ୍ତୁତିରେ ମଧ୍ୟ ଆପଣଙ୍କର ଯଦି ଦେଖିବା ପ୍ରିଭିୟସ୍ ଇୟର 2016-17ରେ ମଧ୍ୟ ପ୍ରଶ୍ନ ଆସିଛି। ତ ପ୍ରସ୍ତୁତି ନିୟମ କ'ଣ କ'ଣ? ଏହି ପ୍ରଶ୍ନର ମୂଳ ଅଂଶ ବା ପ୍ରଶ୍ନବାଚକ ଚିହ୍ନ ଥାଏ ଏକ ପ୍ରଶ୍ନ ହୋଇପାରେ କିମ୍ବା ଏକ ଅସମ୍ପୂର୍ଣ୍ଣ ବାକ୍ୟ ହୋଇପାରେ। ଶେଷରେ ଏକ ପ୍ରଶ୍ନବାଚକ ଚିହ୍ନ ଥାଇପାରେ ବା ଏକ ଅସମ୍ପୂର୍ଣ୍ଣ ବାକ୍ୟ ମଧ୍ୟ ହୋଇପାରେ। ବହୁ ବିକଳ୍ପ ଜାତୀୟ ପ୍ରଶ୍ନରେ ଠିକ୍ ଉତ୍ତର ସହ ଆଉ 3-4ଟି ସମ୍ଭାବ୍ୟ ଉତ୍ତର ବା ବିକ୍ଷେପକ ରହିବା ଦରକାର। ମାନେ ଏ ଅର୍ଥ କହିଲା କି ଯେଉଁ ଏବିସିଡି କରିକି ଯେଉଁ 4ଟି ଅପସନ୍ ଥିବ ଆପଣଙ୍କର, ସେଥିମଧ୍ୟରୁ ତ ଗୋଟିଏ ଅପସନ୍ ନିଶ୍ଚିନ୍ତ କରେକ୍ଟ ଥିବ। ଦେନ୍ ଯେଉଁଗୁଡ଼ିକ ଭୁଲ ରହିଲା ସେଗୁଡ଼ିକୁ ଆମେ କ'ଣ କହିଥାନ୍ତି? ବିକ୍ଷେପକ।
ଦେନ୍ ଦେଖିବା କି ଉତ୍ତରଗୁଡ଼ିକ ପ୍ରଶ୍ନ ତଳେ କ, ଖ, ଗ, ଘ ଆଦି କ୍ରମରେ ତଳକୁ ତଳ ଲେଖିବା ଆବଶ୍ୟକ। ବିକଳ୍ପ ଉତ୍ତରଗୁଡ଼ିକ ସହଧର୍ମୀ ହେବା ଉଚିତ ଓ ଶବ୍ଦ ବା ଶବ୍ଦ ସମୂହର ପ୍ରାୟ ଦୈର୍ଘ୍ୟ ପ୍ରାୟ ସମାନ ରହିବା ଉଚିତ। ଯଦି କୌଣସି ଉତ୍ତର ଯେଉଁ 3ଟି ବିକ୍ଷେପକ ରହିଲା, ସେ ବିକ୍ଷେପକଗୁଡ଼ିକ ମଧ୍ୟ ସହଧର୍ମୀ ଥିବା ଆବଶ୍ୟକ ବା ପ୍ରାସଙ୍ଗିକ ଥିବା ଆବଶ୍ୟକ। ଦେନ୍ ଦେଖିବା କି ଏହି ପ୍ରକାର ପ୍ରଶ୍ନାବଳୀରେ ଠିକ୍ ଉତ୍ତରଗୁଡ଼ିକ ପ୍ରଶ୍ନାଂଶଗୁଡ଼ିକରେ କୌଣସି ନିର୍ଦ୍ଦିଷ୍ଟ କ୍ରମରେ ଉପସ୍ଥାପନ ହେବା ଅନୁଚିତ। ଯାହାଫଳରେ ଉତ୍ତରକର୍ତ୍ତା ପ୍ରଶ୍ନର ଉତ୍ତର ନ ଜାଣି ଉତ୍ତର ସଜ୍ଜୀକରଣ କୌଶଳ ବା କ୍ରମ ଜାଣି ଉତ୍ତର ଦେବାକୁ ସମର୍ଥ ହୁଏ ନାହିଁ। ଉଦାହରଣ ସ୍ୱରୂପ ମନେକର ଗୋଟିଏ ପ୍ରଶ୍ନ ପତ୍ରରେ 4ଟି ବହୁ ବିକଳ୍ପ ପ୍ରଶ୍ନ ଅଛି। ଯଦି ସବୁ ଉତ୍ତର କ କିମ୍ବା କ, ଖ, ଗ, ଘ, କ, ଖ, ଗ, ଘ ଭଳି କ୍ରମରେ ଥିବ, ତେବେ ଉତ୍ତର ନ ଜାଣି କେତେକ ପରୀକ୍ଷାର୍ଥୀ ଠିକ୍ ଉତ୍ତର ଅନୁମାନ କରିପାରିବେ। ଏ ପ୍ରକାର ପ୍ରଶ୍ନର ଉତ୍ତର ମୂଲ୍ୟ ସାଧାରଣତଃ 1 ନମ୍ବର ଥାଏ। ବହୁ ବିକଳ୍ପ ପ୍ରଶ୍ନର ଉତ୍ତର 1 ନମ୍ବର ଥାଏ। ଏହା ସମସ୍ତେ ଜଡ଼ିତ ବହୁ ବିକଳ୍ପ ପ୍ରଶ୍ନ ସହିତ। ତାହେଲେ ଦେଖିବା ତାର ମେରିଟ୍ କଣ ଅଛି ଏବଂ ଡିମେରିଟ୍ କଣ ଅଛି? ଯଦି ଆମେ ତାର ସୁବିଧାଗୁଡ଼ିକ ଦେଖିବା, ଏଭଳି ପ୍ରଶ୍ନ ମାଧ୍ୟମରେ ପରୀକ୍ଷାର୍ଥୀର ଜ୍ଞାନ, ବୋଧ, ପ୍ରୟୋଗ ଓ ବିଶ୍ଳେଷଣ କରିବା, ଯୁକ୍ତି ପ୍ରଦର୍ଶନ କରିବା, ତୁଳନା କରିବା, ଦକ୍ଷତା ଇତ୍ୟାଦି ମାପିବାରେ ସୁଯୋଗ ଥାଏ। ଆଉ କଣ ଥାଏ ନା, ଏହା ଉତ୍କୃଷ୍ଟ ଧରଣର ବସ୍ତୁନିଷ୍ଠ ପ୍ରଶ୍ନ, ସବୁଠାରୁ ବେଷ୍ଟ ଯଦି ଆମେ କହିବା କି ଫିକ୍ସଡ ରେସ୍ପନ୍ସ କୋଶ୍ଚିନ୍, ତାହେଲେ ଆମେ କହିପାରିବା କି ମଲ୍ଟିପୁଲ ଚଏସ୍ ବା ଆମେ କହିପାରିବା କି ବହୁ ବିକଳ୍ପ ପ୍ରଶ୍ନ। ଏହାକୁ ଶିକ୍ଷା କ୍ଷେତ୍ର ବ୍ୟତୀତ ଅନ୍ୟ କ୍ଷେତ୍ର ଯଥା ବ୍ୟାଙ୍କ, ଇଞ୍ଜିନିୟରିଂ, ଡାକ୍ତରୀ ଇତ୍ୟାଦିର ପ୍ରବେଶିକା ପରୀକ୍ଷାରେ ବ୍ୟବହାର କରାଯାଇଥାଏ। ଯାହାକି ଆମେ କହିଥାନ୍ତି କମ୍ପିଟିଟିଭ୍ ଏକ୍ଜାମ ଆପଣଙ୍କର ଯାହା ଆପଣଙ୍କର ଏକ୍ଜାମ ଦେବେ କି ଓଟିଇଟି, ଏସବୁ ମଧ୍ୟ ଗୋଟେ ଗୋଟେ ଆମେ କହିପାରିବା କି ବହୁ ବିକଳ୍ପ ପ୍ରଶ୍ନର ବ୍ୟବହାର କରାଯାଇଥାଏ। ଦେନ୍ ଦେଖିବା ତାର ଡିମେରିଟ୍ କଣ ଅଛି? ହଁ, ଲାଷ୍ଟ ପଏଣ୍ଟ ଥିଲା କଣ ନା, ଏଭଳି ପ୍ରଶ୍ନର ଉତ୍ତର ମୂଲ୍ୟାଙ୍କନର ସୁବିଧା ଥାଏ ଏବଂ ସମସ୍ତେ ଜାଣନ୍ତି କି ଓଏମ୍ଆର୍ ବେସ୍‌ରେ ଶୀଘ୍ର ହିଁ ମୂଲ୍ୟାୟନ କରାଯାଇଥାଏ ଏବଂ ବର୍ତ୍ତମାନ ତ ଆସିଲାଣି ଆପଣଙ୍କର ସିବିଟି ବା କମ୍ପ୍ୟୁଟର ବେସ୍ଡ ଟେଷ୍ଟ। ବିଷୟ ଭିତ୍ତିକ ପାରଙ୍ଗମତା ନଥାଇ ଜଣେ ଉତ୍ତର ଫର୍ଦ୍ଦ ସ୍କିମ୍ ଅଫ୍ ଭାଲୁଏସନ୍ ଧରି ଏସବୁର ଉତ୍ତରର ଠିକ୍ ମୂଲ୍ୟାଙ୍କନ କରିପାରିବ। ଦେନ୍ ଦେଖିବା କି ତାର ଡିମେରିଟ୍ କଣ ଅଛି? ଠିକ୍ ଉତ୍ତର ସହ ଅନ୍ୟ 3-4ଟି ଏକ ପ୍ରକାର ବିକ୍ଷେପକ ଚୟନ କରିବା କଷ୍ଟସାଧ୍ୟ। ତ ସମୟେ 3-4ଟି ବିକ୍ଷେପକ ଦିଆଯାଇଥିଲେ ହିଁ ବିକ୍ଷେପକଗୁଡ଼ିକ ସହଧର୍ମୀ ଓ ବହୁ ନିର୍ବାଚନ ଉପଯୋଗୀ ହୋଇନଥାଏ। ଫଳରେ ପରୀକ୍ଷାର୍ଥୀଙ୍କୁ ଠିକ୍ ଉତ୍ତରଟି ବାଛିବାରେ ବିଶେଷ ଅସୁବିଧା ହୁଏ ନାହିଁ। ଯଦି ସହଧର୍ମୀ ହେଇଥିବ, ତାହେଲେ ଶିକ୍ଷାର୍ଥୀଙ୍କୁ ବାଛିବାରେ ଅସୁବିଧା ହୋଇପାରେ। ଦେନ୍ ଦେଖିବା କି ଫର୍ ଏକ୍ସାମ୍ପଲ୍ ନିମ୍ନଲିଖିତ ମଧ୍ୟରୁ କେଉଁଟି ଉଦ୍ଭିଦ? ପଥର, ବରଗଛ, ବେଙ୍ଗ, କଙ୍କଡା। ୟାକୁ ଆମେ କହିଥାନ୍ତି କଣ ନା, ଗୋଟେ ବହୁ ବିକଳ୍ପ ପ୍ରଶ୍ନ। ଦେନ୍ ଦେଖିବା ବହୁ ବିକଳ୍ପ ପ୍ରଶ୍ନର ପ୍ରକାର। ଯଦି ଦେଖିବା ଠିକ୍ ଉତ୍ତର ପ୍ରକାର। ତ ଏଠି ଦେଖିବେ ନିମ୍ନଲିଖିତ କେଉଁ ମୌଳିକ କଣିକା ଚାର୍ଜ ବିହୀନ? ପ୍ରୋଟନ୍, ନ୍ୟୁଟ୍ରନ୍, ଇଲେକ୍ଟ୍ରନ୍। ଏଠାରେ ସମ୍ଭାବ୍ୟ ଉତ୍ତର ଗୁଡ଼ିକରୁ କେବଳ ନ୍ୟୁଟ୍ରନ୍ ହିଁ ଚାର୍ଜ ବିହୀନ ଅଟେ। ତ ୟାକୁ କୁହାଯାଇଛି କଣ ନା, ଠିକ୍ ଉତ୍ତର ପ୍ରକାର। ଦେନ୍ ଦେଖିବା କି ଭୁଲ ଉତ୍ତର ପ୍ରକାର। ନିମ୍ନଲିଖିତ କେଉଁଟି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଆବଶ୍ୟକ ନୁହେଁ? ଅଙ୍ଗାରକାମ୍ଳ, ସୂର୍ଯ୍ୟାଲୋକ, ସବୁଜ କଣା, ଅମ୍ଳଜାନ। ଏଠାରେ କେବଳ ଅମ୍ଳଜାନ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଆବଶ୍ୟକ ହୁଏ ନାହିଁ। ତେଣୁ ଏଠି ଆମେ କହିପାରିବା କି ଭୁଲ ଉତ୍ତର ପ୍ରକାର। ଏବଂ ସର୍ବୋତ୍କୃଷ୍ଟ ଉତ୍ତର ପ୍ରକାର, କୋଷର ନିମ୍ନଲିଖିତ କେଉଁ ଅଙ୍ଗିକା ଗୁରୁତ୍ୱପୂର୍ଣ୍ଣ ଅଟେ? ଯଦି ଆମେ ଦେଖିବା ତ କୋଷର ମାଇଟୋକଣ୍ଡ୍ରିଆ ହେଲା, ଗଲ୍ଜି ପିଣ୍ଡ, ନେଷ୍ଟି, ପ୍ଲାଷ୍ଟିଡ୍। ଉପରଲିଖିତ ଅଙ୍ଗିକା ଗୁଡ଼ିକ କୋଷର କିଛି ନା କିଛି ବିଶେଷ କାର୍ଯ୍ୟ ନିର୍ବାହ କରିଥାନ୍ତି, ତେଣୁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି। ତନ୍ମଧ୍ୟରୁ ନ୍ୟଷ୍ଟି କୋଷର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଟେ। ଯାହାକି ମୁଁ ଆପଣଙ୍କୁ ପୂର୍ବରୁ ଡିସ୍କସ୍ କରିସାରିଛନ୍ତି କି ସିଟେଟ୍‌ରେ ମଧ୍ୟ ସେଇ ଟାଇପ୍‌ର ହିଁ ପ୍ରଶ୍ନ ଦେଖିବାକୁ ମିଳିଥାଏ କି ସର୍ବୋତ୍କୃଷ୍ଟ ଉତ୍ତର ପ୍ରକାର। ଆନ୍ସର 2ଟି ସଠିକ୍ ଥିବ, ବଟ୍ ସେମାନଙ୍କ ମଧ୍ୟରୁ ସବୁଠାରୁ ବେଷ୍ଟ ଆନ୍ସର ଯାହା, ତାକୁ ହିଁ ଆମେ ଚୁଜ୍ କରିବାକୁ ପଡ଼ିଥାଏ। ଦେନ୍ ଦେଖିବା ମେଳକ ପ୍ରଶ୍ନ କଣ? ଏବଂ ସିଡିପି ତଥା ଆମେ କହିପାରିବା କି ଲାଙ୍ଗୁଏଜ୍ ଓଡ଼ିଆରେ ମଧ୍ୟ ଆପଣଙ୍କର ଏଇ ଟାଇପ୍‌ର ହିଁ ପ୍ରଶ୍ନ ଆସିଥାଏ। କି ମେଳକ ପ୍ରଶ୍ନ କଣ? ମେଳକ ପ୍ରଶ୍ନ ସହ ଆମେ ସମସ୍ତେ ପରିଚିତ। ମେଳକ ପ୍ରଶ୍ନରେ 2ଟି ସ୍ତମ୍ଭରେ ବିଷୟବସ୍ତୁ ଲେଖାଯାଇ ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରାଯାଇଥାଏ। ସ୍ତମ୍ଭ ତଳେ ଥିବା ପ୍ରତ୍ୟେକ ବିଷୟବସ୍ତୁକୁ ଏକାଂଶ କୁହାଯାଏ। ମନେ ରଖିବେ, ସ୍ତମ୍ଭ ତଳେ ଥିବା ପ୍ରତ୍ୟେକ ବିଷୟବସ୍ତୁକୁ କଣ କୁହାଯାଏ ନା, ଗୋଟେ ଏକାଂଶ ବୋଲି କୁହାଯାଏ। ଏବଂ କ ସ୍ତମ୍ଭର ବିଭିନ୍ନ ମାପକୁ ଖ ସ୍ତମ୍ଭରେ ସେମାନଙ୍କର ମାପ ଉପକରଣ ସହ ସମ୍ପର୍କ ସ୍ଥାପନ କର। ତ ଏଠି ଦେଇଛି କି ଦୂରତା ମାପ, ସମୟ ମାପ, ବସ୍ତୁତ୍ୱ ମାପ, ଧାରକତ୍ୱ ମାପ, ତାପମାତ୍ରା ମାପ ଏବଂ ଖ ସ୍ତମ୍ଭରେ ଏସବୁ ଗୁଡ଼ାକ ଦେଇଛି। ଦେନ୍ ଦେଖିବା କି ପ୍ରସ୍ତୁତି କିପରି କରାଯାଇଥାଏ। ଯଦି ଆମେ ଦେଖିବା ତାହେଲେ 2 ସ୍ତମ୍ଭର ବିଷୟବସ୍ତୁ ସହ ସମ୍ପର୍କ ସ୍ଥାପନ ପାଇଁ ଏକ ନିର୍ଦ୍ଦିଷ୍ଟ ସମ୍ପର୍କ ବଜାୟ ରହେ। ଉପର ଉଦାହରଣରେ କ ସ୍ତମ୍ଭରେ ଦିଆଯାଇଥିବା ବିଭିନ୍ନ ଭୌତିକ ରାଶିଗୁଡ଼ିକ ଖ ସ୍ତମ୍ଭରେ ମାପ କରିବା ପାଇଁ
ଉପକରଣ ସହ ସମ୍ପର୍କ ସ୍ଥାପନ କରିବାକୁ ହେବ। ପ୍ରଶ୍ନରେ ପ୍ରଥମରୁ ଏହି ସୂଚନା ରହିବା ଦରକାର। ତେଣୁ ଯାହା କିଛି ଅ, ସ୍ପଷ୍ଟ ପ୍ରଶ୍ନଗୁଡ଼ିକ ମୋଟାମୋଟି କହିବାକୁ ଗଲେ ସ୍ପଷ୍ଟ ହେବା ଆବଶ୍ୟକ। ଦେନ୍ ଦେଖିବା କି ସାଧାରଣତଃ ପ୍ରଥମ ସ୍ତମ୍ଭରେ ଥିବା ବିଷୟବସ୍ତୁ ତୁଳନାରେ ଦ୍ୱିତୀୟ ସ୍ତମ୍ଭରେ 3-4ଟି ଅଧିକ ବିଷୟ ଦିଆଯାଇଥାଏ। ଯାହାକି ଆପଣଙ୍କର ଆମେ ଏଠି ଦେଖିଲେ ପ୍ରଥମ ସ୍ତମ୍ଭରେ ବା କ ସ୍ତମ୍ଭରେ ଯଦି ଆମେ ଦେଖିବା ତାହେଲେ 5ଟି ଥିଲାବେଳେ ଖ ସ୍ତମ୍ଭରେ ଆମଙ୍କର କଣ ନା ଅଧିକ ଅଛି। ତ ଏମିତି ହିଁ ସଜ୍ଜୀକରଣ କରାଯାଇଥାଏ। ଦେନ୍ ଦେଖିବା ପ୍ରଶ୍ନପତ୍ରରେ ଗୋଟିଏ ପୃଷ୍ଠାରେ ମେଳକ ପ୍ରଶ୍ନ ରହିବା ଉଚିତ। କାରଣ ଯଦି ଆମେ ଗୋଟିଏ ପୃଷ୍ଠାରେ ମେଳକ ପ୍ରଶ୍ନକୁ ନ ରଖିଲେ ତାହେଲେ କଣ ହବ ନା ଜଣେ ଶିକ୍ଷାର୍ଥୀ ଉତ୍ତର ଦେବାରେ ସମର୍ଥ ହୁଏ ନାହିଁ। ଦେନ୍ ଦେଖିବା ସେଥିପାଇଁ କ ସ୍ତମ୍ଭରେ ଅତି କମରେ 5-6ଟି ସଦସ୍ୟ ରଖି ତାଠାରୁ 3-4ଟି ଅଧିକ ସଦସ୍ୟ ଖ ସ୍ତମ୍ଭରେ ରହିବା ବିଧେୟ। ଏବଂ ଆମେ ଯଦି ଦେଖିବା ଉତ୍ତର ନିର୍ବାଚନ କରିବାରେ ବିଶ୍ଳେଷଣ ପରିସର ବହୁ ବିକଳ୍ପ ପ୍ରଶ୍ନଠାରୁ ମେଳକ ପ୍ରଶ୍ନରେ ଅଧିକ। ଏଇ ପଏଣ୍ଟକୁ ମନେ ରଖିବେ କି ଉତ୍ତର ନିର୍ବାଚନ କରିବାରେ ବିଶ୍ଳେଷଣ ପରିସର ବହୁ ବିକଳ୍ପ ପ୍ରଶ୍ନଠାରୁ ମେଳକ ପ୍ରଶ୍ନରେ ଅଧିକ ଥାଏ। ଏ ପଏଣ୍ଟକୁ ମନେ ରଖିବେ। ଦେନ୍ ଦେଖିବା କି ତାର ସୁବିଧା କଣ ଏବଂ ତାର ଅସୁବିଧା ଗୁଡ଼ିକ କଣ କଣ? ବିଶ୍ଳେଷଣ କରି ଠିକ୍ ଉତ୍ତର ଚୟନ କରିବା କ୍ଷେତ୍ରରେ ମେଳକ ପ୍ରଶ୍ନ ବହୁ ବିକଳ୍ପ ପ୍ରଶ୍ନଠାରୁ ଉର୍ଦ୍ଧ୍ୱରେ। ବିଶ୍ଳେଷଣ କରି ଠିକ୍ ଉତ୍ତର ଚୟନ କରିବା କ୍ଷେତ୍ରରେ ଯଦି ଦେଖିବା ତାହେଲେ ମଲ୍ଟିପୁଲ ଚଏସ୍ କ୍ୱେଶ୍ଚିନ୍ ଠାରୁ ଆମେ ନେଇପାରିବା କି ମେଳକ ପ୍ରଶ୍ନ ମ୍ୟାଚିଂ ତ କଣ ନା ଉର୍ଦ୍ଧ୍ୱରେ ଥାଏ। ଯଦି ତାର ବିଶ୍ଳେଷଣ ପଦ୍ଧତିକୁ ଆମେ ଦେଖିବା ବା ବିଶ୍ଳେଷଣ କରିବାର ଦକ୍ଷତାକୁ ଯଦି ଆମେ ଲକ୍ଷ୍ୟ କରିବା। କାରଣ ଏଠାରେ ନିର୍ବାଚନ କରିବାର ପରିସର ଅଧିକ। ସ୍ମରଣ କରି ଉତ୍ତର ଦେବା ଉଦ୍ଦେଶ୍ୟରେ ଏ ପ୍ରକାର ପ୍ରଶ୍ନକୁ ବ୍ୟବହାର କରାଯାଇପାରେ। ବା ଜ୍ଞାନ କ୍ଷେତ୍ରରେ ଆମେ କହିପାରିବା। କିନ୍ତୁ ଯଦି ଆମେ ୟା ପୂର୍ବରୁ ଆଲୋଚନା କରିକି ଆସିଲେ କି ବହୁ ବିକଳ୍ପ ପ୍ରଶ୍ନରେ କଣ ନା ଜ୍ଞାନ, ବୋଧ, ପ୍ରୟୋଗ ଏସବୁର ପ୍ରୟୋଗ ହୋଇଥାଏ। ଦେନ୍ ଦେଖିବା କି ବହୁ ବିକଳ୍ପ ପ୍ରଶ୍ନ ପରି ଏ ପ୍ରକାର ପ୍ରଶ୍ନର ମୂଲ୍ୟାଙ୍କନ ସୁବିଧାଜନକ ମଧ୍ୟ ହୋଇଥାଏ। ଅସୁବିଧା କଣ କଣ? ଯଦି ଆମେ ଦେଖିବା ମେଳକ ପ୍ରଶ୍ନରେ ସବୁ ସମୟରେ ମେଳକ ପ୍ରଶ୍ନ ପ୍ରସ୍ତୁତ କରିବା ସହଜ ହୋଇନଥାଏ। କାରଣ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରୁ ଏହି ପ୍ରକାର ସଦସ୍ୟ ବାଛି ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ସମ୍ପର୍କ ସ୍ଥିର କରି ଅନୁକ୍ରିୟା ସ୍ତମ୍ଭ ବା ଖ ସ୍ତମ୍ଭର ସଦସ୍ୟତ୍ୱ ସ୍ଥିର କରିବାକୁ ପଡ଼େ। ଏକାଧିକ ସଦସ୍ୟ ସହ ସମ୍ପର୍କ ନିର୍ଣ୍ଣୟ ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଡୁଥିବାରୁ ଏହାକୁ କେବଳ ସ୍ମରଣ କରି ଉତ୍ତର ଦେବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ। ମନେ ରଖିବେ ଏ ପଏଣ୍ଟକୁ ମଧ୍ୟ ସ୍ମରଣ କରି ଉତ୍ତର ଦେବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ। ମାତ୍ର ସମାଧାନ କରି ଉତ୍ତର ସ୍ଥିର କରିବାକୁ ହେଲେ ଏହା ସମୟ ସାପେକ୍ଷ ହୋଇଥାଏ। ଏହା ହେଉଛି ତାର କଣ ନା ଗୋଟିଏ ଅସୁବିଧା ବା ଆମେ କହିଥାନ୍ତି ଯାହାକୁ ଡିମେରିଟ୍। ଦେନ୍ ଦେଖିବା ଅନ୍ୟାନ୍ୟ ପ୍ରକାର ବସ୍ତୁନିଷ୍ଠ ପ୍ରଶ୍ନ କଣ କଣ? ତ ସମ୍ପର୍କ ନିର୍ଣ୍ଣାୟକ ପ୍ରଶ୍ନ ଏହା ସହିତ ଆପଣଙ୍କର ପ୍ରାୟତଃ ଦେଖିବେ ଲାଙ୍ଗୁଏଜ ଇଂଲିଶରେ ଏସବୁ କ୍ୱେଶ୍ଚିନ୍ ଆସିଛି ଅଲରେଡି। କି ସମ୍ପର୍କ ନିର୍ଣ୍ଣାୟକ ପ୍ରଶ୍ନ କଣ? ପ୍ରଥମ ପ୍ରଶ୍ନର ପ୍ରଥମ ଅଂଶର ସମ୍ପର୍କକୁ ଦେଖି ଦ୍ୱିତୀୟ ଅଂଶ ସମ୍ପର୍କ ସ୍ଥିର କରି ଲେଖିବାକୁ ପଡ଼େ। କୋଉଥିରେ ନା ଆମେ ଯଦି ଦେଖିବା ସମ୍ପର୍କ ନିର୍ଣ୍ଣାୟକ ପ୍ରଶ୍ନ ଗୁଡ଼ିକ ଯେମିତି ସୁନା ହେଉଛି ଗୋଟିଏ ଧାତୁ, ଅଙ୍ଗାର କଣ ହବ? ତ ଏଠି କଣ ନା ପ୍ରଥମ ଯେଉଁ ଅଂଶ ଅଛି ତାକୁ ହିଁ ଦେଖିକି ଆମେ ଦ୍ୱିତୀୟ ଅଂଶକୁ ସ୍ଥିର କରିବାକୁ ପଡ଼ିଥାଏ। ଠିକ୍ ସେଭଳି ଗାଈ ହେଉଛି ଶାକାହାରୀ, ବାଘ କଣ? ଶାକାହାରୀ ନା ସର୍ବାହାରୀ ତ ନା ମାଂସାହାରୀ। ତ ଏସବୁକୁ ଆମେ ପ୍ରଥମକୁ ଦେଖିକି ପୂରଣ କରୁଥିବାରୁ ତାକୁ ଆମେ କଣ କହିଥାନ୍ତି ନା ଗୋଟେ ସମ୍ପର୍କ ନିର୍ଣ୍ଣାୟକ ପ୍ରଶ୍ନ ବା ଆନାଲୋଜି କ୍ୱେଶ୍ଚିନ୍ ବୋଲି ଆମେ କହିଥାନ୍ତି। ଦେନ୍ ଦେଖିବା ଅସମ୍ପର୍କିତ ପଦକୁ ଅଲଗା କର। ଅଡ୍ ମ୍ୟାନ୍ ଆଉଟ୍। ତ ନିମ୍ନଲିଖିତ ଗୋଷ୍ଠୀରୁ କେଉଁଟି ଅଲଗା ଗୋଲ ବାଲା? ପୃଥିବୀ, ଚନ୍ଦ୍ର, ମଙ୍ଗଳ, ଶୁକ୍ର। ତ ଯଦି ତା ଭିତରେ ଆମେ ଡିଫରେନ୍ସ ଖୋଜିବା ତାହେଲେ ଯାହା କିଛି ଅଲଗା ଜଣାପଡ଼େ ତାକୁ ଆମେ କଣ କରିଥାନ୍ତେ ନା ଗୋଲ ବୁଲେଇଥାନ୍ତି। ତ ତାକୁ କୁହାଯାଏ କଣ ନା ଅସମ୍ପର୍କିତ ପଦକୁ ଅଲଗା କର। ଇଏ ମଧ୍ୟ ଗୋଟିଏ ଆମେ କହିପାରିବା କି ବସ୍ତୁନିଷ୍ଠ ପ୍ରଶ୍ନ। ଠିକ୍ ସେହିପରି ଗରେ ଦେଲା କି ଏକ ପଦରେ ପ୍ରକାଶ କର। ଯାହାର ଜୀବନ ଥାଏ ତାହା ଡ୍ୟାସ୍ ମହାଶୂନ୍ୟରେ ଯେଉଁ ପିଣ୍ଡ ଗୁଡ଼ିକର ଆଲୋକ ଥାଏ ଡ୍ୟାସ୍ ଯେଉଁ ଉଦ୍ଭିଦ ଗୁଡ଼ିକ ଜଳ ମଧ୍ୟରେ ଜୀବନଯାପନ କରନ୍ତି। ତ ଯେହେତୁ ଯେଉଁ ଶୂନ୍ୟସ୍ଥାନ ଅଛି ଯଦି ତାକୁ ଆମେ ପୂରଣ କରିବା ତାହେଲେ ଇଏ ଗୋଟିଏ ପଦରେ ପ୍ରକାଶ ପାଉଥିବାରୁ ତାକୁ ଆମେ କଣ କହିବା ନା ଏକ ପଦରେ ପ୍ରକାଶ କର। ତ ଇଏ ମଧ୍ୟ ଗୋଟେ ବସ୍ତୁନିଷ୍ଠ ପ୍ରଶ୍ନର ଉଦାହରଣ। ଦେନ୍ ଦେଖିବା ରେଖାଙ୍କିତ ପଦକୁ ବଦଳାଇ କିମ୍ବା ନ ବଦଳାଇ ଭ୍ରମ ସଂଶୋଧନ କର। ତ ଇଏ ମଧ୍ୟ ଗୋଟେ ବସ୍ତୁନିଷ୍ଠ ପ୍ରଶ୍ନ ଅନ୍ତର୍ଗତ ହେଇପାରିବ। ଉଦାହରଣ ଯଦି ଦେଖିବା କ୍ୟାଲୋରୀ ମିଟରରେ ତାପମାତ୍ରା ମାପ କରାଯାଏ। ସରଳ ରୈଖିକ ଗତିରେ ବସ୍ତୁ ଗତି କରିବାର ଦିଗ ସର୍ବଦା ବଦଳୁଥାଏ। ତ ଏଠି ଆମେ କଣ କହିପାରିବା ନା ଯେଉଁଠି ଅଣ୍ଡରଲାଇନ୍ ଅଛି ତାକୁ ବଦଳି ପାରିବା କିମ୍ବା ଅଣ୍ଡରଲାଇନ୍ ନଥିବା ବା ଆମେ ଯେଉଁଠି ରେଖା ନଥିବ ତାକୁ ବଦଳେଇକି ଆମେ ମଧ୍ୟ ତାକୁ ସଂଶୋଧନ କରିପାରିଥାନ୍ତେ। ତ ଇଏ ମଧ୍ୟ କହିପାରିବା କି ଗୋଟେ ବସ୍ତୁନିଷ୍ଠ ପ୍ରଶ୍ନ ଅନ୍ତର୍ଗତ। ମୁଭ୍ କରିବା ଶ୍ରେଣୀ ବିଭାଗୀକରଣ ବା ବର୍ଗୀକରଣ କର।
ତ ନିମ୍ନ ଉପାଦାନଗୁଡ଼ିକର ଶ୍ରେଣୀ ବିଭାଗୀକରଣ କର ବା ପାଖ କୋଠରୀରେ ଶ୍ରେଣୀର ନାମ ଲେଖ। ତ ନିକିତି, କଇଁଚି, ପ୍ଲେୟାର୍ସ, ତେଣ୍ଡା, ଅସରପା, ମାଛି, ମହୁମାଛି, ଭଅଁର, ପଙ୍ଗପାଳ ଏମିତି ଥିବ। ତ ସେଥିରୁ ଆମେ କଣ କରିପାରିବା ନା ଯେଉଁଗୁଡ଼ିକ କହିପାରିବା କି ମିଶୁନଥିବ ସେମାନଙ୍କ ମଧ୍ୟରେ ତାକୁ ଆମେ ଏଠି ଲେଖିପାରିବା। ବା ଆମେ କହିପାରିବା କି ଏଇ ଉପାଦାନଗୁଡ଼ିକର ଶ୍ରେଣୀ ବିଭାଗ କରିବ। ତ ଏଗୁଡ଼ିକ କଣ? ଚିନି, ଜଳ, ଲୁଣ, ଅଙ୍ଗାରକାମ୍ଳ ଗ୍ୟାସ୍ ୟାକୁ ନେଇକି ଆମେ କଣ କରିପାରିବା? ତ ଏଇ କୋଠରୀ ଭିତରେ ଆମେ ତାକୁ ଲେଖିଥାନ୍ତି ବା ଶ୍ରେଣୀ ବିଭାଗୀକରଣ କରିଥାନ୍ତି। ତ ଇଏ ମଧ୍ୟ ହଉଛି ଗୋଟେ ବସ୍ତୁନିଷ୍ଠ ପ୍ରଶ୍ନ ଅନ୍ତର୍ଗତ। ଦେନ୍ ଦେଖିବା ସଜ୍ଜୀକରଣ କରି ପାଖ କୋଠରୀରେ ଲେଖ। ବା ବେଳେବେଳେ ଆପଣମାନେ ଦେଖିଥିବେ ଅସଜଡ଼ା ଶବ୍ଦକୁ ସଜାଡ଼ି ଲେଖ। ତ ସିଏ ମଧ୍ୟ ହେଇପାରିବ ଗୋଟେ କଣ ନା ବସ୍ତୁନିଷ୍ଠ ପ୍ରଶ୍ନ ବା ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ। ରେଶମ ପୋକ ପାଳନର ବିଭିନ୍ନ ଅବସ୍ଥାରେ ତାକୁ କ୍ରମରେ ସଜେଇ ଲେଖ। ତ କିପରି ହୋଇଥାଏ ତା ସିକ୍ୱେନ୍ସ ଯଦି ଆମେ ଲେଖିବା ତାହେଲେ ତାକୁ କୁହାଯାଏ କଣ ନା ସଜ୍ଜୀକରଣ କରି ପାଖ କୋଠରୀରେ ଲେଖ ବୋଲି ସେ ପ୍ରଶ୍ନ ପଚାରିଛି। ତ ଏହିପରି ଭାବେ ଆମେ କଣ ନା ବସ୍ତୁନିଷ୍ଠ ପ୍ରଶ୍ନ ଗୁଡ଼ିକର ଉଦାହରଣକୁ ବୁଝିଲେ। ଦେନ୍ ଦେଖିବା ମୌଖିକ, ଲିଖିତ ଓ ନିଷ୍ପାଦିତ ପ୍ରଶ୍ନ କଣ? ଏବଂ ଯଦି ଆମେ ଦେଖିବା ମୌଖିକ, ଲିଖିତ ଓ କାର୍ଯ୍ୟଭିତ୍ତିକ ପ୍ରଶ୍ନ ଚିହ୍ନଟ କର। ତ ଏ ଭିତରୁ ଆମେ ନେଇପାରିବା ମଧ୍ୟ ପଶମ ସୂତା ପ୍ରସ୍ତୁତିର ବିଭିନ୍ନ ପର୍ଯ୍ୟାୟଗୁଡ଼ିକୁ ଆଲୋଚନା କର। ହୃତ୍‌ପିଣ୍ଡ ଚିତ୍ରର ଖଣ୍ଡିତ ଅଂଶଗୁଡ଼ିକୁ ଯୋଡ଼ି ତାର ପୂର୍ଣ୍ଣଚିତ୍ର ପ୍ରଦର୍ଶନ କର। ସୋଡ଼ିୟମ୍ ମୌଳିକର ପରମାଣୁ କ୍ରମାଙ୍କ କେତେ? ତ ବିଭିନ୍ନ ଶ୍ରେଣୀ ଆମେ ତାକୁ ଭାଗ ମଧ୍ୟ କରିପାରିବା। ଦେନ୍ ଦେଖିବା ସହପାଠ୍ୟକ୍ରମ କାର୍ଯ୍ୟର ମୂଲ୍ୟ ନିର୍ଦ୍ଧାରଣ ସାଧନ। ତ ସାଧନ ଆମେ ପୂର୍ବରୁ ଆଲୋଚନା କଲେ କି ପର୍ଯ୍ୟବେକ୍ଷଣ ଏଇ ଗୋଟେ ହଉଛି ସାଧନ ଏବଂ ତାର ଯେଉଁ ଘଟଣାବଳୀ ବିବରଣୀ ହେଲା, ଏଇ ଗୋଟେ ହଉଛି ତାର କଣ ନା ସାଧନୀ। ଠିକ୍ ସେହିପରି ତାର ତାର ଯଦି ସମ୍ପୂର୍ଣ୍ଣ ଆମେ ଦେଖିବା ପର୍ଯ୍ୟବେକ୍ଷଣର ମୁଖ୍ୟ ସାଧନ ଗୁଡ଼ିକ କଣ ନା ଘଟଣାବଳୀ ବିବରଣୀ, ରେଟିଂ ସ୍କେଲ୍, ତନଖି ତାଲିକା ବା ଚେକ୍ ଲିଷ୍ଟ। ତ ଘଟଣାବଳୀ ବିବରଣୀ କଣ ବା ଯାହାକୁ ଆମେ କେସ୍ ଷ୍ଟଡି ବୋଲି କହିଥାନ୍ତି। ତ ସିଡିପିରେ ପ୍ରିଭିୟସ୍ ଇୟର ଆପଣଙ୍କର କ୍ୱେଶ୍ଚିନ୍ ଆସିଥିଲା ଘଟଣାବଳୀ ବିବରଣୀକୁ ନେଇକି। ତ ତାର ମେନ୍ ପଏଣ୍ଟ ଗୁଡ଼ିକୁ ଆମେ ଡିସ୍କସ୍ କରିବା। ଉପଯୋଗିତା କଣ? ଏସବୁ ମୁଖ୍ୟ ଆଚରଣକୁ ପରବର୍ତ୍ତୀ ବୃତ୍ତି ନିର୍ବାଚନରେ ବ୍ୟବହାର କରାଯାଇପାରେ। ଏସବୁ ଲକ୍ଷଣକୁ ଲକ୍ଷ୍ୟ କରି ଶିକ୍ଷାର୍ଥୀର ଅପାରଗତାକୁ ବିଚାର କରି ମୁଖ୍ୟ ସ୍ରୋତର ସାମିଲ ପାଇଁ ଉପଯୁକ୍ତ ପ୍ରତିପୃଷ୍ଟି ଯୋଗାଇ ପାରିବେ। ପିଲାଟି ପ୍ରାଧାନ୍ୟ ବିସ୍ତାର କରୁଥିବା କ୍ଷେତ୍ରରେ ଯଦି ଶିକ୍ଷଣର ଏକ ଅନୁକୂଳ ମାର୍ଗ, ସେହି କ୍ଷେତ୍ରରେ ଅଧିକ ଅଂଶଗ୍ରହଣ କରିବା ପାଇଁ କାର୍ଯ୍ୟକ୍ରମରେ ସୁଯୋଗ କରାଯାଇପାରେ। ଦେନ୍ ଦେଖିବା ରେଟିଂ ସ୍କେଲ୍। ଯେହେତୁ ଆପଣଙ୍କର ପ୍ରିଭିୟସ୍ ଇୟର ଆସିଛି କି କେସ୍ ଷ୍ଟଡିକୁ ନେଇକି ବା ଘଟଣାବଳୀ ବିବରଣୀକୁ ନେଇକି ଆମେ ଦେଖିବା କି ରେଟିଂ ସ୍କେଲ୍ କଣ ଅଛି। ରେଟିଂ ସ୍କେଲ୍ ପର୍ଯ୍ୟବେକ୍ଷଣର ଅନ୍ୟ ଏକ ସାଧନ। ସାଧାରଣ ଭାବେ ପିଲାମାନେ ପ୍ରଦର୍ଶନ କରୁଥିବା ଏକ ନିର୍ଦ୍ଦିଷ୍ଟ ବ୍ୟବହାର ଲକ୍ଷଣକୁ ନିର୍ଦ୍ଧାରିତ କରି ଏକ କ୍ରମରେ ଉଚ୍ଚ ମାପରୁ ନିମ୍ନକୁ ଏକ ସ୍କେଲ୍ ଦ୍ୱାରା ସୂଚାଇ ଦିଆଯାଏ। ମାପଗୁଡ଼ିକୁ ଗୁଣାତ୍ମକ ବିବରଣୀ ଦ୍ୱାରା ପ୍ରକାଶ କରାଯାଏ। ମୋଟାମୋଟି ଭାବେ ଯଦି ମୁଁ ଆପଣଙ୍କୁ ଏକ୍ସାମ୍ପଲ୍ ଦେବି, ତାହେଲେ ଯଦି ଆପଣ ଫ୍ଲିପକାର୍ଟ ହଉ କିମ୍ବା ଆମାଜନ ହଉ ଯେକୌଣସି ଅନଲାଇନ୍ ସପିଂ ଆପଣ କରିଥିବେ, ତ ରେଟିଂ ସ୍କେଲ୍ କଣ? ଯଦି ଆପଣ କୌଣସି ପ୍ରଡକ୍ଟକୁ ପରଚେସ୍ କଲେ ଦେନ୍ ସେଠି ଆପଣ ଦେଖିଥିବେ ରେଟିଂ କରିଥାନ୍ତି। ଷ୍ଟାର ଦ୍ୱାରା ଆପଣ ରେଟିଂ କରିଥାନ୍ତି। ଦ୍ୟାଟ୍ ଇଜ୍ କଲ୍ଡ ରେଟିଂ ସ୍କେଲ୍। ତାକୁ ହିଁ କୁହାଯାଇଥାଏ ରେଟିଂ ସ୍କେଲ୍। ଏବଂ ରେଟିଂ ସ୍କେଲ୍‌ରେ କଣ ନା ସାଧାରଣତଃ 3 ପ୍ରକାରର ଯଥା 3 ପଏଣ୍ଟ ରେଟିଂ ସ୍କେଲ୍, 5 ପଏଣ୍ଟ ରେଟିଂ ସ୍କେଲ୍ ଏବଂ 7 ପଏଣ୍ଟ ରେଟିଂ ସ୍କେଲ୍। ତ ଆଶା କରୁଛି ନିଶ୍ଚିନ୍ତ ଆପଣ କ୍ଲିୟର ହେଇଯାଇଥିବେ ଏବଂ ସବୁଗୁଡ଼ିକ କଣ ନା ଗୋଟିଏ ମୌଳିକ ସଂଖ୍ୟା ଦ୍ୱାରା ଦର୍ଶାଯାଇଥାଏ। ଅଯୁଗ୍ମ ସଂଖ୍ୟା ଦ୍ୱାରା ଦର୍ଶାଯାଇଥାଏ। 3 ପଏଣ୍ଟ ରେଟିଂ ସ୍କେଲ୍‌ରେ କାର୍ଯ୍ୟାବଳୀର ସମସ୍ତ ଦିଗକୁ 3ଟି ଗୁଣାତ୍ମକ ବିବରଣୀର ସ୍ତରରେ ଭାଗ କରି ସ୍କେଲ୍ ପ୍ରସ୍ତୁତ କରାଯାଏ। ଉଦାହରଣ ସ୍ୱରୂପ ଶିକ୍ଷକ ବିଜ୍ଞାନ ବିଷୟ ବସ୍ତୁକୁ ଶିକ୍ଷାଦାନ କଲାବେଳେ ପରୀକ୍ଷଣ କରନ୍ତି କି ନାହିଁ, ତାହା ଜାଣିବା ପାଇଁ ଆସ ଏକ 3 ପଏଣ୍ଟ ସ୍କେଲ୍ ତିଆରି କରିବା। ତ କିଛି ନାହିଁ ତାକୁ ସର୍ଟରେ ଆପଣ ବୁଝିବେ କି କଣ ନା ଏକ ନିର୍ଦ୍ଦିଷ୍ଟ ବ୍ୟବହାରର ଲକ୍ଷଣକୁ ନିର୍ଦ୍ଧାରିତ କରି ଏକ କ୍ରମରେ ଉଚ୍ଚ ମାପରୁ ନିମ୍ନକୁ ଏକ ସ୍କେଲ୍ ଦ୍ୱାରା ଯେଉଁ ସୂଚାଯାଇଥାଏ ତାକୁ ହିଁ ଆମେ କଣ ନା ରେଟିଂ ସ୍କେଲ୍ ବୋଲି କହିଥାନ୍ତି ଏବଂ ମାପଗୁଡ଼ିକୁ ଗୁଣାତ୍ମକ ବିବରଣୀ ଦ୍ୱାରା ପ୍ରକାଶ କରାଯାଇଥାଏ। ୟାକୁ ମନେ ରଖିବେ। ଆଉ ଏହିପରି ଭାବେ ବେଳେବେଳେ ରେଟିଂ କରାଯାଇଥାଏ। ଯଦି 3 ପଏଣ୍ଟ ସ୍କେଲ୍‌କୁ ଆମେ ଦେଖିବା ସବୁବେଳେ, ବେଳେବେଳେ, ଖୁବ୍ କମ୍ ସମୟରେ ଏବଂ 5 ପଏଣ୍ଟ ସ୍କେଲ୍‌କୁ ଯଦି ଆମେ ଦେଖିବା ସବୁବେଳେ, ଆବଶ୍ୟକ ସ୍ଥଳେ, ସୁବିଧା ଅନୁସାରେ, ବେଳେବେଳେ, ସୁବିଧା ଥାଇ ମଧ୍ୟ ଖୁବ୍ କମ୍ ସମୟରେ, ଆଦୌ ନୁହେଁ। ଜଣେ ଶିକ୍ଷାର୍ଥୀ ବିଦ୍ୟାଳୟକୁ ଆସୁଛି ଏବଂ ତାକୁ ମଧ୍ୟ ଆମେ ରେଟିଂ କରିପାରିବା କି କେତେବେଳେ ଆସୁଛି। ତା ବିଷୟରେ ଆମେ ଯଦି ଷ୍ଟଡି କରିବା ଦେନ୍ ଆମେ 5 ପଏଣ୍ଟ ନେଇପାରିବା, 3 ପଏଣ୍ଟରେ ଆମେ ରେଟିଂ କରିପାରିବା। ଦେନ୍ ଦେଖିବା ଚେକ୍ ଲିଷ୍ଟ। ଚେକ୍ ଲିଷ୍ଟ ସହିତ ସମସ୍ତେ ପରିଚିତ। ଯେତେବେଳେ ଆମେ କୌଣସି ବଜାରକୁ
ସଉଦା କରିବା ପାଇଁ ଯାଇଥାନ୍ତି, ତ ସେଇ ସମୟରେ ଆମେ ଚେକ୍ ଲିଷ୍ଟର ବ୍ୟବହାର ମଧ୍ୟ କରିଥାନ୍ତି ଏବଂ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ଚେକ୍ ଲିଷ୍ଟକୁ ବ୍ୟବହାର କରିଥାନ୍ତି। ସୋ ଚେକ୍ ଲିଷ୍ଟ କଣ? କି ପିଲାମାନଙ୍କର କାର୍ଯ୍ୟାବଳୀ ବା କୃତିକୁ ଚେକ୍ ଲିଷ୍ଟ ଜରିଆରେ ଆକଳନ କଲାବେଳେ ପ୍ରଥମେ କାର୍ଯ୍ୟାବଳୀ ବା କୃତିର ବିଭିନ୍ନ ଦିଗକୁ ତାଲିକାଭୁକ୍ତ କରାଯାଏ ଓ ପର୍ଯ୍ୟବେକ୍ଷଣ କରି ପରୀକ୍ଷାର୍ଥୀ ତାହା ସମ୍ପନ୍ନ କରିଛି ନା ନାହିଁ ଠିକ୍ ବା ଭୁଲ ଚିହ୍ନ ଦେଇ ଚିହ୍ନଟ କରାଯାଏ। ଯେପରିକି ଆପଣଙ୍କୁ କୌଣସି ପରିବା ଲିଷ୍ଟ ନେଇକି ଯଦି ଆପଣ କୌଣସି ବଜାରକୁ ସଉଦା କରିବା ପାଇଁ ଯାଇଥାନ୍ତି, ତ ସେହି ସମୟରେ ଆପଣ ଚେକ୍ ଲିଷ୍ଟ ମଧ୍ୟ କରିଥାନ୍ତି କି କେଉଁ ଜିନିଷ ଆପଣ ଅଲରେଡି ତାକୁ ପରଚେସ୍ କରିଛନ୍ତି ବା କେଉଁ ଜିନିଷ ପରଚେସ୍ କରିନାହାନ୍ତି। ଯଦି ଆପଣ ପରଚେସ୍ କରିଥିବେ ନିଶ୍ଚିନ୍ତ ଠିକ୍ ଚିହ୍ନ ଦେବେ। ଯଦି ଆପଣ ପରଚେସ୍ କରିନଥିବେ ନିଶ୍ଚିନ୍ତ ଭୁଲ ଚିହ୍ନ ଦେଉଥିବେ। ତ ଠିକ୍ ସେଇ ସେମ୍ କହିପାରିବା କି ଚେକ୍ ଲିଷ୍ଟ ମଧ୍ୟ ସେଇ ସମାନ। ଦେନ୍ ଦେଖିବା କି ତ ଇଏ ଥିଲା କଣ ନା ଆପଣଙ୍କର ଯୋଉ ପ୍ରଶ୍ନର ପ୍ରକାରଭେଦ, ଦୀର୍ଘ ଉତ୍ତରମୂଳକ ବା ଆମେ କହିପାରିବା କି ମୁକ୍ତ ଉତ୍ତରମୂଳକର ବିଭିନ୍ନ ପ୍ରକାରଭେଦ, ତା ସହିତ ବସ୍ତୁନିର୍ଦ୍ଦିଷ୍ଟ ପ୍ରଶ୍ନର ପ୍ରକାରଭେଦ। ତ ଆଶା କରୁଛି ନିଶ୍ଚିନ୍ତ ଯାହା କିଛି ଆମେ ଡିସ୍କସ୍ କଲେ ଆପଣଙ୍କୁ ଏକ୍ଜାମରେ ହେଲ୍ପଫୁଲ୍ ହେଇପାରିବ ଏବଂ ଆଉ ଯେଉଁ ସବୁ ଟପିକ୍‌ରୁ ଆମେ ଆଉଟ୍ ଅଫ୍ ସିଲାବସ୍‌ରୁ ଯେଉଁ ପ୍ରଶ୍ନଗୁଡ଼ିକ ଆସିବାର ସମ୍ଭାବନା ଅଛି ସେଗୁଡ଼ିକୁ ମଧ୍ୟ ଡିସ୍କସ୍ କରିବା। ଯେପରିକି ଆପଣଙ୍କର ଇଭିଏସ୍ ହେଲା, ମ୍ୟାଥମେଟିକ୍ସ ହେଲା, ଦେନ୍ ଆପଣଙ୍କର ସିଡିପି ହଉ କି ଯାହା କିଛି ବି ଆପଣଙ୍କର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍‌କୁ ବେସ୍ କରିକି ଆମେ କେଉଁ ଯେଉଁ ସବୁ ପାର୍ଟ ଗୁଡ଼ିକରୁ ଆମେ ଦେଖିବାକୁ ପାଇଥାଉ ସେଗୁଡ଼ିକୁ ମଧ୍ୟ ଡିସ୍କସ୍ କରିବା ଏବଂ ଯଦି ଆପଣ ମକ୍ ଟେଷ୍ଟ ଦେଇନାହାନ୍ତି ତ ନିଶ୍ଚିନ୍ତ ଆପଣ ଭିଜିଟ୍ କରିବେ ମକ୍ ଟେଷ୍ଟ, ଯାହାକି କୌଣସି ଗାଇଡ୍ କିମ୍ବା କୌଣସି ଟେଷ୍ଟ ପେପରରୁ କପି ପେଷ୍ଟ ହୁଏ ନାହିଁ। ଫୁଲ୍ଲି ଆମେ କହିପାରିବା କି ଏକ୍ଜାମ୍ ଓରିଏଣ୍ଟେଡ୍ ଏବଂ ସିଲେକ୍ଟେଡ୍ କ୍ୱେଶ୍ଚିନ୍ ନିଶ୍ଚିନ୍ତ ଆପଣ ଯାଇକି ମକ୍ ଟେଷ୍ଟ ଗୁଡ଼ିକ ଦେବେ ଏବଂ ଯଦି ଆପଣ କନସେପ୍ଟ କ୍ଲାସ୍ ଦେଖିନାହାନ୍ତି, ସବୁକିଛି ପ୍ଲେଲିଷ୍ଟ ଆଭେଲେବୁଲ୍ ଅଛି। ଆପଣ ପ୍ଲେଲିଷ୍ଟ ଭିଜିଟ୍ କରିକି ମଧ୍ୟ ସମସ୍ତ କ୍ଲାସ୍ ଗୁଡ଼ିକ ଦେଖିପାରିବେ। ତେବେ ଆପଣଙ୍କ ସହିତ ଦେଖା ହବ ଆଉ ଏକ କ୍ଲାସ୍‌ରେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।